হ্যালো এভরিওয়ান ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ। ଆଜି ଆମେ ଆର୍ଟ ଏଜୁକେସନ୍ର ୟୁନିଟ୍ 1 ପଢ଼ିବା ଯେଉଁଟା ଆର୍ଟ ଆଣ୍ଡ ଆସ୍ଥେଟିକ୍ସ ଅଛି। ୟା ପୂର୍ବରୁ ମୋର ଯେତିକି ଅଲଗା ଯେତିକି ସବଜେକ୍ଟ ରହିଲା ତୁମର ବିଏଡ୍ ସେକେଣ୍ଡ ସେମିଷ୍ଟାର ତାର ମଧ୍ୟ କ୍ଲାସ୍ ସରିଯାଇଛି। ଯେଉଁମାନେ ନ ଦେଖିଥିବେ ଯାଇକି ଦେଖିଦେବେ। ଆଉ ଯଦି ଆପଣ ଓଟିଇଟି ଏକ୍ଜାମ୍ ବିଷୟରେ ବି କିଛି ଜାଣିବା ପାଇଁ ଚାହୁଁଛନ୍ତି ତାର ମଧ୍ୟ ଇନଫର୍ମେସନ୍ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ଲେଲିଷ୍ଟରେ ପାଇଯିବେ। ଆପଣ ସେଠୁ ମଧ୍ୟ ଦେଖିପାରିବେ। ତ ଆଜି ଷ୍ଟାର୍ଟ କରିବା ଆର୍ଟ ଆଣ୍ଡ ଆସ୍ଥେଟିକ୍। ଫାଷ୍ଟ ବୁଝିବା ଆର୍ଟ କ'ଣ। The definition of art କ'ଣ କହୁଛି? The word art comes from the Latin word ars which means skill, craft or technique. ବହିର ଛୁଆ ତମର ଏଇଟା ଦେଇଛି ଆର୍ଟ ଦେଇଛି, ବହିର ଆର୍ଟ ଦେଇଛି କିନ୍ତୁ ଏଠି ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ଏଟା ଆର୍ଟସ ହବ। ତ ଆର୍ଟ ୱାର୍ଡଟା କୋଉଠୁ ଆସିଛି? ଲାଟିନ୍ ୱାର୍ଡ ଆର୍ଟସରୁ ଆସିଛି, ଯାହାର ମାନେ ହେଉଛି କିଛି ଦକ୍ଷତା କିମ୍ବା କ୍ରାଫ୍ଟ ଅର ଟେକ୍ନିକ୍ ହିଁ ଆମେ କହିଥାନ୍ତୁ କ'ଣ ଆର୍ଟ କହିଥାନ୍ତୁ। Art is the way of expressing idea, emotions, and imagination through the creative activities like painting, music, dancing, or writing. ଆର୍ଟ ହିଁ ତାକୁ କହିଥାନ୍ତୁ ଯେ କି ଆମ ମନ ଭିତରେ କିଛି ଗୋଟେ ଆଇଡ଼ିଆ ଅଛି କିମ୍ବା ଇମୋସନ୍ ଅଛି କିମ୍ବା ଆମେ କିଛି ଗୋଟେ ମନରେ ଭାବୁଛନ୍ତି ହେଲା ତାକୁ ହିଁ ଯେତେବେଳେ ଆମେ ଗୋଟେ ଲୋକମାନଙ୍କୁ ଦେଖେଇଥାନ୍ତୁ ପେଣ୍ଟିଂ ମାଧ୍ୟମରେ ମ୍ୟୁଜିକ୍ ମାଧ୍ୟମରେ ଡ୍ୟାନ୍ସ ମାଧ୍ୟମରେ ରାଇଟିଂ ମାଧ୍ୟମରେ ତାକୁ ହିଁ ତ ଆର୍ଟ କୁହାଯାଏ ନା। ଆଉ ୱେ ଅଫ୍ ଏକ୍ସପ୍ରେସିଂ କୁହାଯାଏ। ଜଣଙ୍କ ମନରେ ଗୋଟେ ଆଇଡ଼ିଆ ଆସିଲା ଯେ ମୁଁ ଗୋଟେ ଲୋକଟେ ବାଟରେ ଚାଲୁଥିବ କିମ୍ବା ଗୋଟେ ମାର୍କେଟର ମୁଁ ଗୋଟେ ଚିତ୍ର କାଟିଥାନ୍ତି ତ ସେ ହେଉଛି ସେଇଟା ହେଉଛି ପେଣ୍ଟିଂ ମାଧ୍ୟମରେ ଲୋକମାନଙ୍କୁ ଦେଖେଇଲା ଗୋଟେ ମାର୍କେଟର ଚିତ୍ର। ତ ତା ମନ ଭିତରେ ଯେଉଁ ଆଇଡ଼ିଆ ହେଲା ଯେଉଁ ଇମାଜିନେସନ୍ ହେଲା ତାକୁ ହିଁ ଯେତେବେଳେ ସେ ହେଉଛି ଲୋକମାନଙ୍କୁ ଏକ୍ସପ୍ରେସ୍ କରେ ତାକୁ ହିଁ ଆମେ ଆର୍ଟ କହିଥାଉ। ମିନିଂ ଅଫ୍ ଆର୍ଟ କ'ଣ? ଆର୍ଟ ଇଜ୍ ହାଉ ପିପୁଲ୍ ଶୋ ଦେୟାର ଫିଲିଙ୍ଗସ୍ ଥଟ୍ସ ଆଣ୍ଡ କ୍ରିଏଟିଭିଟି। ଯେତେବେଳେ ଲୋକ ନିଜ ମନର ଫିଲିଙ୍ଗସ୍କୁ ନିଜର ଥଟ୍କୁ ନିଜର କ୍ରିଏଟିଭିଟିକୁ ଅନ୍ୟ ଜଣଙ୍କୁ ଶୋ କରିଥାନ୍ତି ଅନ୍ୟ ପିପୁଲ୍ ଲୋକମାନଙ୍କୁ ଶୋ କରିଥାନ୍ତି ତାକୁ ହିଁ ଆମେ ଆର୍ଟ କହିଥାନ୍ତି। ଯେଉଁଟା ଲୋକମାନଙ୍କର ଫିଲିଙ୍ଗସ୍ ସବୁ ହେଉଛି ଆମେ ଡ୍ୟାନ୍ସ ମାଧ୍ୟମରେ କିମ୍ବା ହେଉଛି ସଙ୍ଗ୍ ମାଧ୍ୟମରେ ତାଙ୍କ ମନରେ ଯାହା ଥଟ୍ ଅଛି ତାକୁ ସବୁ ମଧ୍ୟ ଆମେ ଜାଣିଥାନ୍ତୁ ଲୋକମାନେ ଆମକୁ ଏକ୍ସପ୍ରେସ୍ କରିକି ଦେଖିଥାନ୍ତି ତାକୁ ମଧ୍ୟ ଆର୍ଟ ହିଁ କହିଥାଉ। ଇଟ୍ ହେଲ୍ପସ୍ ଟୁ କମ୍ୟୁନିକେଟ୍ ହ୍ୱେନ୍ ୱାର୍ଡ଼ସ୍ ଆର୍ ନଟ୍ ଏଲାଉଡ୍। ମାନେ କ'ଣ ନା ଯେତେବେଳେ ଆର୍ଟ ଗୋଟେ ଆର୍ଟିଷ୍ଟ ଆଉ ଲୋକମାନଙ୍କ ଭିତରେ ଗୋଟେ ୱେ ଅଫ୍ କମ୍ୟୁନିକେସନ୍ ହେଲା ଗୋଟେ ଆମେ ଦେଖିପାରନ୍ତି ସେ ଆର୍ଟର ଗୋଟେ ଆର୍ଟିଷ୍ଟ ଯାହା ବନେଇଛି ସେଟା ଆମେ ଜାଣିପାରନ୍ତି ଯେ ହଁ ସେ ଆମକୁ ଏଇଆ କହିବା ପାଇଁ ଚାହୁଁଛି କିନ୍ତୁ ଏଠି କିଛି ୱାର୍ଡ଼ ଦରକାର ହୁଏନି। ତାପରେ ଦେଖିବା କ୍ଲାସିଫିକେସନ୍ ଅଫ୍ ଆର୍ଟ। ଆର୍ଟ ଡିଫରେଣ୍ଟ ଟାଇପ୍ସ ଅଛି ତାକୁ ଦେଖିବା ଫାଷ୍ଟ ଗୋଟେ ଯିବା ଫାଷ୍ଟ ହେଉଛି ଫାଇନ୍ ଆର୍ଟସ୍। ଫାଇନ୍ ଆର୍ଟସ୍ କ'ଣ ନା ପିଓର ଆର୍ଟ ମେନଲି ଫର୍ ବିୟୁଟି ଆଣ୍ଡ ଇମୋସନାଲ୍ ଏକ୍ସପ୍ରେସନ୍। ଏଇ ଆର୍ଟରେ କ'ଣ କରାଯାଏ ନା କିଛି କିଛି ଇମୋସନ୍ ଏକ୍ସପ୍ରେସନ୍ କରାଯାଏ। ଗୋଟେ ଆର୍ଟିଷ୍ଟର ଇମୋସନ୍କୁ ଯେତେବେଳେ ଆମେ ଏକ୍ସପ୍ରେସନ୍ କରିଥାନ୍ତି ଯେଉଁ ଆର୍ଟ ମାଧ୍ୟମରେ ଦେଇକି ତାକୁ ହିଁ ଆମେ ହେଉଛନ୍ତି କ'ଣ କହିଥାନ୍ତି ଫାଇନ୍ ଆର୍ଟସ୍। ଏକୁ ମଧ୍ୟ ଗୋଟେ ପିଓର ଆର୍ଟ ମଧ୍ୟ କୁହାଯାଏ। ଏକ୍ଜାମ୍ପଲ୍ କ'ଣ କ'ଣ ପେଣ୍ଟିଂ, ମ୍ୟୁଜିକ୍, ଡ୍ୟାନ୍ସ, ସ୍କଲ୍ପଚର୍ ଏସବୁ ମଧ୍ୟ ଏସବୁ ଗୋଟେ ଗୋଟେ ଫାଇନ୍ ଆର୍ଟସର ଗୋଟେ ଏକ୍ଜାମ୍ପଲ୍। ତାପରେ ଯିବା ପ୍ଲାଷ୍ଟିକ୍ ଆର୍ଟସ୍। ପ୍ଲାଷ୍ଟିକ୍ ଆର୍ଟସ୍ କ'ଣ ଆର୍ଟସ୍ ଦ୍ୟାଟ୍ ଇନଭଲ୍ଭ ସେପିଂ ଅର୍ ମୋଲ୍ଡିଂ ମେଟେରିଆଲ୍ସ। ଯେତେବେଳେ ଆମେ କିଛି ଗୋଟେ ମେଟେରିଆଲକୁ ଗୋଟେ ସେପ୍ ଦେଇଥାନ୍ତି ହେଲା ଗୋଟେ ସେପ୍ର ବନେଇଥାନ୍ତି ଧର ଆମର ହେଉଛି କ'ଣ ଅଛି ଗୋଟେ କାଦର ଗୋଟେ ପୁଟୁଳା ଅଛି ତାକୁ ଆମେ ମାଠିଆର ଗୋଟେ ସେପ୍ ଦେଲେ ତ ତାକୁ ହିଁ ଆମେ କହିବା କ'ଣ ନା ପ୍ଲାଷ୍ଟିକ୍ ଆର୍ଟ। ପ୍ଲାଷ୍ଟିକ୍ ଆର୍ଟ ଏମିତି ନୁହେଁ ଯେ ଯେଉଁ ପ୍ଲାଷ୍ଟିକ୍ ଆର୍ଟକୁ ଆମେ ଯେଉଁ ବନଉଛୁ ତାକୁ ପ୍ଲାଷ୍ଟିକ୍ ଆର୍ଟ କୁହାଯାଏନି। ଯେତେବେଳେ ଆମେ ଗୋଟେ କିଛି ଗୋଟେ ଜିନିଷକୁ ଆମେ ଗୋଟେ ନୂଆ ସେପ୍ ଦେଇଥାନ୍ତି କିମ୍ବା ଗୋଟେ ମୋଲ୍ଡିଂ କରିଥାନ୍ତି ତାର ତାକୁ ହିଁ କୁହାଯାଏ କ'ଣ ପ୍ଲାଷ୍ଟିକ୍ ଆର୍ଟ କୁହାଯାଏ। ସେଭଳିଆ ଆମେ ସ୍କଲ୍ପଚର୍ ଗୋଟେ ପଥର ଖଣ୍ଡକୁ କାଟିକି ଆମେ ଗୋଟେ ସେପ୍ ଦେଇଥାନ୍ତି। ପୋଟ୍ରି ମାନେ ତମର ହେଉଛି ଏ ଯେଉଁ କାଦରୁ ଯେଉଁ ଆମେ ମାଠିଆ ଫାଟିଆ ତିଆରି କରିଥାନ୍ତି। ଆର୍କିଟେକ୍ଚର ମାନେ ଘର ଫର ଇଏ ସିଏ ସବୁ ବନେଇଥାନ୍ତି ଗୋଟେ ସେପ୍ ଦେଇଥାନ୍ତି ଗୋଟେ ଗୋଟେ ମୋଲ୍ଡିଂ କରିଥାନ୍ତି ମେଟେରିଆଲ ମାନଙ୍କର ନେଇକି ତାକୁ ହିଁ ଆମେ ପ୍ଲାଷ୍ଟିକ୍ ଆର୍ଟ କହିଥାଉ। ଡେକୋରେଟିଭ୍ ଆର୍ଟ। ଡେକୋରେଟିଭ୍ ଆର୍ଟ କ'ଣ ନା ଆର୍ଟ ଫୋକସେସ୍ ଅନ୍ ଡେକୋରେଟିଂ ଅବଜେକ୍ଟସ୍ ଟୁ ମେକ୍ ଦେମ୍ ଆଟ୍ରାକ୍ଟିଭ୍। ଯେତେବେଳେ ଆମେ କିଛି ଗୋଟେ ଅବଜେକ୍ଟକୁ ନେଇକି ଆମେ ଡେକୋରେଟ୍ କରିଥାନ୍ତି ହେଲା ତାକୁ ହିଁ ଆମେ ହେଉଛି ଯାହାଦ୍ୱାରା ଲୋକମାନେ ଆଟ୍ରାକ୍ଟିଭ୍ ହେଇଥାନ୍ତି ତା ଆଡ଼ିକି ତାକୁ ହିଁ ଆମେ ଡେକୋରେଟିଭ୍ ଆର୍ଟ କହିଥାଉ। ଏକ୍ଜାମ୍ପଲ୍ ଫର୍ଣ୍ଣିଚର୍ ଘର ଯେଉଁ ସବୁ ଫର୍ଣ୍ଣିଚର୍ ଆଡ଼କୁ ତାକୁ ସବୁ ଡେକୋରେଟ୍ କରିଥାନ୍ତି ହେଲା। ତାପରେ ସେରାମିକ୍ସ ତାପରେ ହେଉଛି ଗ୍ଲାସ୍ ୱେୟାର୍ ଆଉ ଏମ୍ବ୍ରଏଡ଼ରୀ ହେଲା। ଏମ୍ବ୍ରଏଡ଼ରୀ କ'ଣ ଦେଖିଛ ନା ତମେ ହେଉଛି ଯେଉଁ କପଡ଼ା ଉପରେ ଛୁଞ୍ଚି ସୂତାର ବିଭିନ୍ନ ପ୍ରକାର ନାଁ ଲେଖନ୍ତି କିମ୍ବା ହେଉଛି ଚିତ୍ର କରିଥାନ୍ତି ତ ତାକୁ ହିଁ କୁହାଯାଏ ଏମ୍ବ୍ରଏଡ଼ରୀ। ସିଏ ମଧ୍ୟ ଯିବ ଡେକୋରେଟିଭ୍ ଆର୍ଟର। ଗ୍ଲାସ୍ ୱେୟାର୍ କାଚରୁ ସବୁ ଯେଉଁ ନୂଆ ନୂଆ ସବୁ ହେଉଛି ଜିନିଷ ଆଡ଼କୁ ବନାଯାଏ ଡିଜାଇନ୍ର ସବୁ ବନାଯାଏ ତାକୁ ହିଁ ଏସବୁ ଯିବ ତା ଭିତରେ ମାନେ ଡେକୋରେଟିଭ୍ ଆର୍ଟ ଭିତରେ ଯିବ। ଯେତେବେଳେ ଆମେ ଗୋଟେ ଅବଜେକ୍ଟକୁ ଡେକୋରେଟ୍ କରିଥାନ୍ତି ହେଲା ଲୋକମାନଙ୍କୁ ଏକ୍ସପ୍ରେସ୍ ମାନେ ଆମର ଆଟ୍ରାକ୍ଟ କରିବା ପାଇଁ ତାକୁ ହିଁ ଡେକୋରେଟିଭ୍ ଆର୍ଟ କୁହାଯାଏ। ତାପରେ ଆପ୍ଲାଏଡ୍ ଆର୍ଟ। ଆପ୍ଲାଏଡ୍ ଆର୍ଟ କ'ଣ ନା ଆର୍ଟ ୟୁଜ୍ in practical things to make them beautiful and useful।
ଯେତେବେଳେ ଆମେ ଆର୍ଟଟାକୁ ପ୍ରାକ୍ଟିକାଲି ଯେତେବେଳେ ହେଉଛି ଆମେ ୟୁଜ୍ କରିଥାନ୍ତି ପ୍ରାକ୍ଟିକାଲ ଥିଙ୍ଗରେ ଯେତେବେଳେ ୟୁଜ୍ କରିଥାନ୍ତି ଯାହାଦ୍ୱାରା ସେ ଜିନିଷଟା ଆହୁରି ଅଧିକା ବ୍ୟୁଟିଫୁଲ୍ ହେଇପାରିବ ଆଉ ଲୋକମାନେ ତାକୁ ୟୁଜ୍ ମଧ୍ୟ କରିବେ। ଯେଉଁଭଳିଆ ଫ୍ୟାସନ୍ ଡିଜାଇନ୍ର ଆମ ମନରେ ଯେଉଁ ସବୁ ଚିତ୍ର ଅଛି କିମ୍ବା ଆମ ମନରେ ଯେଉଁ ଥଟ୍ ଅଛି ଆମେ ଯାହା ଇମାଜିନ୍ କରୁଛନ୍ତି ତାକୁ ଯେତେବେଳେ ଆମେ କପଡ଼ା ଉପରେ ଗୋଟେ ଡିଜାଇନ୍ ଦେଲେ ତ ଲୋକମାନେ ତାକୁ କହିଲେ ସେଇଟା ବ୍ୟୁଟିଫୁଲ୍ ଲାଗିଲା ତ ସେମାନେ ୟୁଜ୍ ମଧ୍ୟ ସେ କପଡ଼ାଟାକୁ କଲେ। ତ ସେଇଭଳିଆ ଫ୍ୟାସନ୍ ଡିଜାଇନ୍ ତୁମର ଗ୍ରାଫିକ୍ ଡିଜାଇନ୍ର ନା ନୂଆ ନୂଆ ଯେଉଁ ଆମର ଇଣ୍ଟରନେଟ୍ର ସବୁ ହେଉଛି ଆପ୍ ବନାଉଛି ଯେଉଁଟା ମୁଁ ଏଇଟା ବନେଇଛି ଏଇଟା ମଧ୍ୟ ଗୋଟେ ଗ୍ରାଫିକ୍ ଡିଜାଇନ୍ର ଯିବ ଏଇ ପିଡ଼ିଏଫ୍ଟାକୁ ଯେଉଁ ମୁଁ ବନେଇଛି ଏଇଟା ମଧ୍ୟ ଗୋଟେ ଗ୍ରାଫିକ୍ ଡିଜାଇନ୍ର ଯିବ ଯାହାଦ୍ୱାରା ତାଙ୍କୁ ହେଉଛି ଆଟ୍ରାକ୍ଟ ଲାଗିବ ଆଉ ତାକୁ ୟୁଜଫୁଲ୍ ମଧ୍ୟ କରିବ। ଘରର ଯେଉଁ ଇଣ୍ଟେରିୟର ଡିଜାଇନ୍ ମଧ୍ୟ ଯିବ କା ଭିତରେ ନା ଆପ୍ଲାଏଡ୍ ଆର୍ଟ ଭିତରେ ଯାଇପାରିବ। ବହିରେ ଛୁଆ ତୁମର ୟା ଭିତରୁ ଅଧିକରୁ ଅଧିକା ଲେଖିଛି ତମେ ସେଠୁ ପଢ଼ିଲେ ବି ଜାଣିପାରିବ। ମୁଁ ଏଠୁ ଓଭରଅଲ୍ ଗୋଟେ ସର୍ଟ ଡିସ୍କସନ୍ କରିଦେଉଛି ଯାହାଦ୍ୱାରା ତୁମକୁ ମନେ ରହିବ ଆଉ ତୁମେ ଏକ୍ଜାମ୍ରେ ଯାଇକି ଲେଖିପାରିବ। ଏକ୍ଜାମ୍ରେ ଛୁଆ ଏଇଭଳିଆ ସବୁ ପଏଣ୍ଟ କରିକି ଲେଖିବ ହେଲା ମାନେ ପୁରା ପାରାଗ୍ରାଫ କରିକି ଲେଖିବନି ବା ପଏଣ୍ଟ ଦେବ ଆଉ ତା ଦେହରେ ଏକ୍ଜାମ୍ପଲ୍ ଦେବ। ତାପରେ ଭିଜୁଆଲ୍ ଆର୍ଟ କାହାକୁ କୁହାଯାଏ? ଆର୍ଟ ୟୁ କ୍ୟାନ୍ ସି ଯେଉଁ ଆର୍ଟ ଆଡ଼କୁ ଆମେ ଦେଖିପାରନ୍ତି ତାକୁ ହେଉଛି ଭିଜୁଆଲ୍ ଆର୍ଟ କୁହାଯାଏ। ଯେଉଁଭଳିଆ ପେଣ୍ଟିଂ ଡ୍ରଇଂ ଫଟୋଗ୍ରାଫି ସ୍କଲ୍ପଚର ଏସବୁ ଆଡ଼କୁ ଆମେ ଦେଖିପାରିଥାନ୍ତି ତାକୁ ହିଁ ଭିଜୁଆଲ୍ ଆର୍ଟ କୁହାଯାଏ। ତାପରେ ପାରଫର୍ମିଂ ଆର୍ଟ ୟୁ କ୍ୟାନ୍ ୱାଚ୍ ଲାଇଭ୍ ଯେଉଁ ଆଡ଼କୁ ତୁମେ ବସିକି ଗୋଟେ ଜାଗାରେ ଦେଖିଥାନ୍ତି ଯେଉଁଭଳିଆ ଗୋଟେ ଡ୍ୟାନ୍ସ ପ୍ରୋଗ୍ରାମ୍ ହେଉଛି କିମ୍ବା ମ୍ୟୁଜିକ୍ ହେଉଛି କିମ୍ବା ଥିଏଟର ହେଉଛି ଡ୍ରାମା ହେଉଛି ଯେଉଁଠି ତୁମେ ବସିକି ଯାତ୍ରା ହେଉଛି ତ ଏଇସବୁର କ'ଣ କରିଥାନ୍ତେ ନା ଆମେ ବସିକି ଯେଉଁଟା ଲାଇଭ୍ ଦେଖିପାରନ୍ତି ତାକୁ କୁହାଯାଏ ପାରଫର୍ମିଂ ଆର୍ଟସ୍। ତାପରେ ଯିବା ଆସ୍ଥେଟିକ୍କୁ। ଦେଖ ଆସ୍ଥେଟିକ୍ ଏଠି ପଢ଼ିବା ପୂର୍ବରୁ ଟିକେ କିଛି ଇନଫର୍ମେସନ୍ ଦେଉଛି। ଦେଖ ଯେଉଁଭଳିଆ ସାଇନ୍ସର ତୁମର କିଛି ସବଜେକ୍ଟ ଥାଏ ଯେଉଁଭଳିଆ ଫିଜିକ୍ସ କେମିଷ୍ଟ୍ରି ଏସବୁ ସାଇନ୍ସ ସବଜେକ୍ଟ ଇଏ କ'ଣ କରିଥାଏ କିଛି କିଛି ପଦାର୍ଥ ବିଷୟରେ କିଛି ଇନଫର୍ମେସନ୍ ଦେଇଥାଏ। ସେଇଭଳିଆ ଫିଲୋସଫିର ମଧ୍ୟ ବହୁତ ଗୁଡ଼ିଏ ସବଜେକ୍ଟ ଅଛି ବହୁତ ଗୁଡ଼ିଏ ବ୍ରାଞ୍ଚ ସବୁ ରହିଛି। ତା ଭିତରୁ ଗୋଟେ ବ୍ରାଞ୍ଚ ହେଉଛି ଆସ୍ଥେଟିକ୍। ଯେଉଁଭଳିଆ ଫିଜିକ୍ସ ତୁମର ଗୋଟେ ସବଜେକ୍ଟ ଫିଜିକ୍ସ ଗୋଟେ ବ୍ରାଞ୍ଚ ସାଇନ୍ସର ସେଭଳିଆ ଫିଲୋସଫିର ଗୋଟେ ବ୍ରାଞ୍ଚ ହେଉଛି ଆସ୍ଥେଟିକ୍। ବୁଝିପାରିଲେ ତ ଏଇ ଆସ୍ଥେଟିକ୍ ଆମକୁ କ'ଣ ବୁଝେଇଥାଏ ଯେଉଁଭଳିଆ ଫିଜିକ୍ସ ଆମକୁ କିଛି ମ୍ୟାଟର ବିଷୟରେ କହିଥାଏ ଆସ୍ଥେଟିକ୍ କ'ଣ ବୁଝେଇଥାଏ ନା ଆସ୍ଥେଟିକ୍ ଆର୍ଟର ବିୟୁଟି ବିଷୟରେ କହିଥାଏ ଯେ ଗୋଟେ ଆର୍ଟଟା କାହିଁକି ବ୍ୟୁଟିଫୁଲ୍ ହେଇଥାଏ ଲୋକମାନେ ତାକୁ କାହିଁକି ଏନ୍ଜୟ କରୁଛନ୍ତି ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ବିଷୟରେ ସେଇଟା ସବୁ କିଏ କହିଥାଏ ନା ଏ ଆସ୍ଥେଟିକ୍ ହିଁ କହିଥାଏ। ବୁଝିପାରିଲ ଆସ୍ଥେଟିକ୍ କ'ଣ? ତାପରେ aesthetic means the study of beauty and good taste in art, nature and or life. aesthetic ମାନେ ଯେ ଆମେ ଗୋଟେ ଆର୍ଟର କିମ୍ବା ନେଚରର or ଲାଇଫ୍ର ବିୟୁଟି ବିଷୟରେ ପଢ଼ିବା ଏଇ ଆର୍ଟଟା ଭଲ ଦେଖାଯାଉଛି କାହିଁକି ଭଲ ଦେଖାଯାଉଛି ହେଲା ଏଇ ନେଚରଟା କାହିଁକି ଭଲ ଦେଖାଯାଉଛି ବା ଏ ଆର୍ଟର ଟେଷ୍ଟ କ'ଣ ଦେଖ ଦୁଇଟା ଡ୍ରଇଂ ଦେଖାଯିବ ତ ସେଇ ଡ୍ରଇଂ ଭିତରୁ କେଉଁଟା ଭଲ ଦେଖାଯାଏ କେଉଁଟା ଖରାପ ଦେଖାଯାଏ କାହିଁକି ଏଇଟା ଭଲ ଦେଖାଯାଉଛି ଏଇଟା କାହିଁକି ଖରାପ ଦେଖାଯାଉଛି ଏଇସବୁ ବିଷୟରେ ଯିଏ କହିଥାଏ ଯେ ସବୁ ଆମକୁ ଡାଟା କିମ୍ବା ଇନଫର୍ମେସନ୍ ବୁଝେଇଥାଏ ସିଏ ହେଉଛି ଆସ୍ଥେଟିକ୍ ହେଲା ଆର୍ଟର ବିୟୁଟି ବିଷୟରେ ଯିଏ ଆମକୁ କହିଥାଏ ସିଏ ହେଉଛି ଆସ୍ଥେଟିକ୍। ଦ ୱାର୍ଡ ଆସ୍ଥେଟିକ୍ସ କମ୍ସ ଫ୍ରମ୍ ଦି ଗ୍ରୀକ୍ ୱାର୍ଡ ଇସ୍ଥେସିସ୍ ତ ଏସ୍ଥେସିସ୍ରୁ ଆସିଛି ହେଉଛି ଗ୍ରୀକ୍ ୱାର୍ଡରୁ ଆସ୍ଥେଟିକ୍ ଆସିଛି ଯାହା ମାନେ ହେଉଛି ଦ ଏବିଲିଟି ଟୁ ଫିଲ୍ ଅର୍ ସେନ୍ସ ହେଲା ଜଣଙ୍କର ଏବିଲିଟି ଜଣଙ୍କର କ୍ଷମତା ଯିଏକି ଗୋଟେ ଆର୍ଟକୁ ସେ ଫିଲ୍ କରିପାରୁଥିବ ଅନୁଭବ କରିପାରୁଥିବ କିମ୍ବା ତାକୁ ସେନ୍ସ କରିପାରୁଥିବ ସେଇଟା ହେଉଛି ଆସ୍ଥେଟିକ୍ର ମିନିଂ ଅଫ୍ ଆସ୍ଥେଟିକ୍ କ'ଣ? ତ ଆସ୍ଥେଟିକ୍ ଇଜ୍ ଏବାଉଟ୍ ହ୍ୱାଟ୍ ଲୁକ୍ସ ବ୍ୟୁଟିଫୁଲ୍ ଫିଲ୍ସ ପ୍ଲିଜିଂ ଅର୍ ଇଜ୍ ନାଇସଲି ଡିଜାଇନ୍। ଆସ୍ଥେଟିକ୍ ଆମକୁ କ'ଣ ବୁଝାଇଥାଏ ଯେଉଁ ଆସ୍ଥେଟିକ୍ ବିଷୟରେ ଆମେ କ'ଣ ପଢ଼ିଥାଉ ଆସ୍ଥେଟିକ୍ ସବଜେକ୍ଟ ବିଷୟରେ ଯେ କେଉଁ ଜିନିଷଟା ଆମକୁ ବ୍ୟୁଟିଫୁଲ୍ ଲାଗେ କେଉଁଟା ଆମକୁ ବହୁତ ଖୁସି ଦିଏ ବା ଆମକୁ ଗୋଟେ ପ୍ଲିଜିଂ ଫିଲିଂଟା ଦିଏ ଆଉ କେଉଁଟା ବହୁତ ଭଲସେ ଡିଜାଇନ୍ ହେଇଛି ତ ଏଇସବୁ ବିଷୟରେ ଆମେ କେମିତି ଜାଣିବା ସେଇଟା ଭଲସେ ଡିଜାଇନ୍ ହେଇଛି କି ନାହିଁ କେଉଁଟା ବ୍ୟୁଟିଫୁଲ୍ ଆମକୁ ଦେଖାଯାଉଛି କି ନାହିଁ ସେଇଟା ଆମକୁ କିଏ କହିଥାଏ ନା ଆସ୍ଥେଟିକ୍ କହିଥାଏ। ଗୋଟେ ଡ୍ରଇଂ ଅଛି କିମ୍ବା ହେଉଛି ଗୋଟେ ଡ୍ରାମାଟା ଆମକୁ ବହୁତ ଖୁସି ଦେଉଛି ଆମକୁ ବହୁତ ହସଉଛି ତ କାହିଁକି ସେ ଡ୍ରାମାଟା ଆମକୁ ହସଉଛି କାହିଁକି ସେ ଡ୍ରଇଂଟା ଆମକୁ ବ୍ୟୁଟିଫୁଲ୍ ଲାଗୁଛି ସେଇଟା କିଏ ବୁଝିଥାଏ ଆସ୍ଥେଟିକ୍ ବୁଝାଇଥାଏ। It helps people enjoy the beauty in things like painting, music, nature, fashion or even simple daily object। এটা এই ଯେଉଁ aesthetic people ମାନଙ୍କୁ ହେଲ୍ପ କରିଥାଏ ଯାହାଦ୍ୱାରା ସେମାନେ କିଛି ଗୋଟେ ଥିଙ୍ଗସର ବିୟୁଟି ବୁଝିପାରିଥାନ୍ତି। ଜଣେ ଗୋଟେ ଲୋକଟେ ପେଣ୍ଟିଂ ଦେଖିକି ତାର ପେଣ୍ଟିଂର ମାନେ ବିୟୁଟି ବୁଝିପାରିଥାଏ ଯେ କେଉଁ ପେଣ୍ଟିଂଟା ଭଲ ହେଇଛି କେଉଁ ପେଣ୍ଟିଂଟା ଖରାପ ହେଇଛି ମ୍ୟୁଜିକ୍ ଶୁଣିଲା ପରେ କେଉଁ ମ୍ୟୁଜିକ୍ଟାକୁ ଭଲ ଲାଗୁଛି କେଉଁ ମ୍ୟୁଜିକ୍ଟାକୁ ଖରାପ ଲାଗୁଛି ଏସବୁ ବିଷୟରେ ମ୍ୟୁଜିକ୍ର ଟୋନ୍ ବିଷୟରେ ମ୍ୟୁଜିକ୍ ବିଷୟରେ କିଏ ସବୁ କହିଥାଏ ନାଇଁ ଆସ୍ଥେଟିକ୍ କହିଥାଏ। ଆମ ନେଚର ବିଷୟରେ ବିଭିନ୍ନ ଟାଇପ୍ ଅଫ୍ ଫ୍ୟାସନ୍ କାହିଁକି ଆମର ଫ୍ୟାସନ୍ର ବିୟୁଟି ବିଷୟରେ ହେଲା ଆମ ଘରରେ ଯେଉଁ ସବୁ ଅବଜେକ୍ଟ ଅଛି ତାର ସବୁ ଟେଷ୍ଟ ବିୟୁଟି ଏସବୁ ବିଷୟରେ ମଧ୍ୟ କିଏ କହିଥାଏ ନା ଏଇ ଆମର ଆସ୍ଥେଟିକ୍ କହିଥାଏ।
ଆସ୍ଥେଟିକ୍ କଭର୍ସ କ୍ୱେଶ୍ଚନ୍ ଆସ୍ଥେଟିକ୍ ବିଷୟରେ ଆସ୍ଥେଟିକ୍ ଯେତେବେଳେ ଆମେ ପଢ଼ିଥାନ୍ତି ସେଇଟା ସବୁ କ୍ୱେଶ୍ଚନ୍ କେଉଁଭଳି ଆସିଥାଏ ହେଉଛି ହ୍ୱାଟ୍ ଇଜ୍ ବିୟୁଟି କ୍ୱେଶ୍ଚନ୍ ଆସିଥାଏ ଯେଉଁଭଳି ଆମେ ସାଇନ୍ସରେ ଯେତେବେଳେ ପଢ଼ିଥାନ୍ତି ଆମେ କ'ଣ କରିଥାନ୍ତି ସେଠି କ୍ୱେଶ୍ଚନ୍ କ'ଣ ଆସେ ହ୍ୱାଟ୍ ଇଜ୍ ଗ୍ରାଭିଟେସନ୍ ହ୍ୱାଟ୍ ଇଜ୍ ଫୋର୍ସ ଏସବୁ ଆସିଥାଏ ଆସ୍ଥେଟିକ୍ କ'ଣ କ'ଣ କ୍ୱେଶ୍ଚନ୍ କରେ ନା ହ୍ୱାଟ୍ ଇଜ୍ ବିୟୁଟି ହ୍ୱାଟ୍ ମେକ୍ସ ସମଥିଙ୍ଗ ବ୍ୟୁଟିଫୁଲ୍ କ'ଣ ଗୋଟେ ଜିନିଷକୁ ବ୍ୟୁଟିଫୁଲ୍ ବନାଉଛି ହ୍ୱାଇ ଡୁ ୟୁ ଫିଲ୍ ଇମୋସନ୍ସ ୱେନ୍ वी आर सी ଅର୍ ହିୟର୍ ଆଟ୍ କାହିଁକି ଆମେ ଇମୋସନ୍ ଫିଲ୍ କରିଥାନ୍ତି ଆମ ମନ ଭିତରେ ଗୋଟେ ଇମୋସନ୍ ଜାଗୃତ ହୋଇଥାଏ ଭଲ ହଉ କିମ୍ବା ଖରାପ ହଉ ଯେତେବେଳେ ଆମେ ଗୋଟେ ଆର୍ଟକୁ ଦେଖିଥାନ୍ତି ଏଇଭଳିଆ କିଛି କ୍ୱେଶ୍ଚନ୍ ହେଉଛି ଆସ୍ଥେଟିକ୍ ଭିତରେ ଯାଇଥାଏ ବୁଝିପାରିଲୁ ନା ଆସ୍ଥେଟିକ୍ଟା କ'ଣ ତାପରେ ଦେଖିବା ଆସ୍ଥେଟିକ୍ ଏଜ୍ ଏ ବ୍ରାଞ୍ଚ ଅଫ୍ ଫିଲୋସଫି ଯଦି ଏପର୍ଯ୍ୟନ୍ତ ଛୁଆ ତମକୁ ଭିଡ଼ିଓଟା ଭଲ ଲାଗୁଥିବ କିମ୍ବା ପାଠ ପଢ଼ାଟା ଭଲ ଲାଗୁଥିବ ତାହେଲେ ମୋତେ କମେଣ୍ଟରେ କହିବ କି କିଛି ଆଉ ଯଦି କିଛି ଇମ୍ପ୍ରୋଭାଇଜ୍ କରିହେବ କିମ୍ବା ପାଠ ପଢ଼ାଟା କେଉଁଭଳିଆ କ'ଣ ଲାଗୁଛି ଦେଖିକି କହିବ ଭିଡ଼ିଓଟାକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ ଆସ୍ଥେଟିକ୍ ଏଜ୍ ଏ ବ୍ରାଞ୍ଚ ଅଫ୍ ଫିଲୋସଫି Aesthetic is a branch of philosophy that studies beauty or a taste of art. Aestheticଟା ଫିଲୋସଫିର ଗୋଟେ ବ୍ରାଞ୍ଚ ଯିଏ ଆମକୁ ଆର୍ଟର ବ୍ୟୁଟି ଆଉ ତାର ଟେଷ୍ଟ କଥା ପଢ଼େଇଥାଏ ଏହା ଧର କ'ଣ କ'ଣ କ୍ୱେଶ୍ଚନ୍ ଆସିଥାଏ ଯେ ହ୍ୱାଟ୍ ଇଜ୍ ବ୍ୟୁଟି ହ୍ୱାଟ୍ ମେକ୍ସ ସମଥିଙ୍ଗ ଆର୍ଟ ହ୍ୱାଇ ଡୁ ୟୁ ଏନ୍ଜୟ ବ୍ୟୁଟିଫୁଲ୍ ଥିଙ୍ଗସ୍ ଏଇଭଳିଆ କିଛି କ୍ୱେଶ୍ଚନ୍ ଆସିଥାଏ ଆମେ କାହିଁକି ଆର୍ଟକୁ ଦେଖିକି କିମ୍ବା ବ୍ୟୁଟିଫୁଲ୍ ଥିଙ୍ଗକୁ ଦେଖିକି ଏନ୍ଜୟ କରିଥାନ୍ତି କ'ଣ ବ୍ୟୁଟି ହେଇଥାଏ ଏସବୁ ଗୁଡ଼ା କ୍ୱେଶ୍ଚନ୍ କିଏ କହିଥାଏ ଆସ୍ଥେଟିକ୍ ହୋଇଥାଏ Philosophers have discussed aesthetics since ancient times, including thinkers like Plato, Aristotle, and Kant. ହେଲା ଆସ୍ଥେଟିକ୍ ବିଷୟରେ ଆଗରୁ ବହୁତ ଆନ୍ସିଏଣ୍ଟ ଟାଇମ୍ରୁ ୟା ବିଷୟରେ ଡିସ୍କସନ୍ ହେଉଛି ତା ଭିତରେ ଏଇ ଆସ୍ଥେଟିକ୍ ବିଷୟରେ କିଏ କହୁଥିଲେ ଆଗରୁ କିଏ ୟା ଉପରେ ରିସର୍ଚ୍ଚ କରିଛନ୍ତି ଯେଉଁଟା ପ୍ଲାଟୋ ଆରିଷ୍ଟୋଟଲ କାଣ୍ଟ ଭଳିଆ ସବୁ ହେଉଛି ଏଜୁକେସନାଲିଷ୍ଟ ୟା ଉପରେ ସବୁ ହେଉଛି ଫିଲୋସଫର ଗୁଡ଼ିକ ଏବେ ଡିସ୍କସନ୍ କରୁଛନ୍ତି ନେଚର୍ ଅଫ୍ ଆସ୍ଥେଟିକ୍ର ନେଚର୍ କ'ଣ ନା aesthetic deals with feelings, imagination, emotion and sense. aesthetic କାହା ସହିତ ଡିଲ୍ କରିଥାଏ ଲୋକମାନଙ୍କର ଫିଲିଙ୍ଗ ସହିତ ଲୋକମାନଙ୍କର ଇମାଜିନେସନ୍ ସହିତ ଆଉ ତାଙ୍କର ଇମୋସନ୍ ସହିତ ଆଉ ଆମେ ଯାହା ସବୁ ଗୋଟେ ଆର୍ଟକୁ ଦେଖିକି ଆମ ମନ ଭିତରେ ଯାହା ସବୁ ସେନ୍ସ ଆସୁଛି ତା ସହିତ ଇଏ ହେଉଛି aesthetic ଡିଲ୍ କରିଥାଏ ଇଟ୍ ଇଜ୍ ଏ ଡାଇନାମିକ୍ ବିକଜ୍ ବିୟୁଟି ଇଜ୍ ଅଫ୍ଟନ୍ ଡିଫରେଣ୍ଟ ଫର୍ ଡିଫରେଣ୍ଟ ପିପୁଲ୍ ଏଇଟା ହେଉଛି ସବୁବେଳେ ପାଇଁ ଚେଞ୍ଜେବୁଲ୍ ଆସ୍ଥେଟିକ୍ଟା ଗୋଟେ ଚେଞ୍ଜେବୁଲ୍ କାହିଁକି ନା ଦେଖ ତମେ ଗୋଟେ ପେଣ୍ଟିଂ ଦେଖିଲ ଆଉ ତମ ସାଙ୍ଗ ବି ଗୋଟେ ପେଣ୍ଟିଂ ଦେଖିଲା ହେଲା ତମକୁ ଏ ପେଣ୍ଟିଂଟା ଭଲ ଲାଗୁଥିଲା ବେଳେ ତମ ସାଙ୍ଗକୁ ସେ ପେଣ୍ଟିଂଟା ଖରାପ ଲାଗୁଛି ତ ସେଇଟା କହୁଛି ଯେ ବିୟୁଟିଟା ଡିଫରେଣ୍ଟ ପିପୁଲ୍ ପାଇଁ ଡିଫରେଣ୍ଟ ହେଇଥାଏ ଯେତେବେଳେ ଗୋଟେ ଆର୍ଟଟାକୁ ତମକୁ ଭଲ ଲାଗୁଛି ତମ ସାଙ୍ଗକୁ ଖରାପ ଲାଗୁଛି ତ ଏଠି ବିୟୁଟିଟା କ'ଣ ହେଲା ଡିଫରେଣ୍ଟ ଟାଇପ୍ର ହେଲା ତ ତମର ଯାହା ଆସ୍ଥେଟିକ୍ ତାର ସେଇ ଆସ୍ଥେଟିକ୍ ନୁହେଁ ତ ଆସ୍ଥେଟିକ୍ଟା ଗୋଟେ ଡାଇନାମିକ୍ ଅର ଚେଞ୍ଜେବୁଲ୍ It is also reflective because it makes people think deeply about art, beauty and life. এটা হচ্ছে আমার মন ভিতরে প্রতিফলিত ହୋଇଥାଏ ଯେଉଁ ଆମର ଅଛି ଆସ୍ଥେଟିକ୍ଟା କାହିଁକି ନା ଏହା ଦ୍ୱାରା ଏଇ ଯେଉଁ ଆସ୍ଥେଟିକ୍ ଦ୍ୱାରା ଗୋଟେ ପିପୁଲଟେ ବହୁତ ଭଲିକି ପୁରା ଡିପଲି ଥିଙ୍କ କରିପାରେ ଗୋଟେ ଆର୍ଟ ବିଷୟରେ ହଉ କିମ୍ବା ଗୋଟେ ବ୍ୟୁଟି ବିଷୟରେ ହଉ ବା ତା ନିଜ ଲାଇଫ୍ ବିଷୟରେ ହଉ ତା ବିଷୟରେ ସେ ବହୁତ ଭଲି ଯେ ଆସ୍ଥେଟିକ୍ ଯେତେ ବେଶୀ ଥିବ ସେ ଆର୍ଟଟାକୁ ବହୁତ ଭଲିକି ଡିପଲି ଷ୍ଟଡି କରିପାରିବ ତାପରେ ଆସ୍ଥେଟିକ୍ସ କନେକ୍ଟସ୍ ଆର୍ଟ ୱିଥ୍ ହ୍ୟୁମାନ୍ ଏକ୍ସପିରିଏନ୍ସ ଆଣ୍ଡ ଇମୋସନ୍ ଆସ୍ଥେଟିକ୍ ହେଉଛି ଆର୍ଟଟାକୁ ଯେଉଁ ସବୁ କିଛି ଆମର ସବୁ ଆର୍ଟ ଅଛି ଆଉ ଯେଉଁ ହ୍ୟୁମାନ୍ ଏକ୍ସପିରିଏନ୍ସ ଆଉ ଇମୋସନ୍କୁ ଦୁଇଟାକୁ କନେକ୍ଟ କରିଥାଏ ଧର ଆମେ ଗୋଟେ ଡ୍ୟାନ୍ସ ଦେଖିଲେ ଡ୍ୟାନ୍ସ ଦେଖିକି ଆମକୁ ଖୁସି ଲାଗିଲା ଆମେ ବହୁତ ଖୁସି ହେଇଗଲେ ତ ଏଇଥି ଯୋଗୁଁ ଏଇ ଯେଉଁ ଡ୍ୟାନ୍ସ ଦେଖିବା ଆଉ ମନ ଭିତରେ ଗୋଟେ ଇମୋସନ୍ ଆସିବା ସେଥିଟାକୁ କିଏ କନେକ୍ଟ କରିଥାଏ ଆସ୍ଥେଟିକ୍ କନେକ୍ଟ କରିଥାଏ ତାପରେ ସ୍କୋପ୍ ଅଫ୍ ଆସ୍ଥେଟିକ୍ସ ଆସ୍ଥେଟିକ୍ର କ'ଣ ସ୍କୋପ୍ ଅଛି ଆସ୍ଥେଟିକ୍ର କ'ଣ ସ୍କୋପ୍ ଅଛି ଦେଖିବା ଆର୍ଟ ଆନାଲିସିସ୍ ଷ୍ଟଡିଜ୍ ଡିଫରେଣ୍ଟ ଫର୍ମସ୍ ଅଫ୍ ଆର୍ଟ ଯେଉଁ ଆସ୍ଥେଟିକ୍ ଦ୍ୱାରା ଆମେ ଆର୍ଟଟାକୁ ଆନାଲିସିସ୍ କରିପାରିଥାନ୍ତି ଆମେ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ବିଷୟରେ ପଢ଼ିଥାନ୍ତି ଆସ୍ଥେଟିକ୍ ଭିତରେ ପୁରା ପେଣ୍ଟିଂ ବିଷୟରେ ପଢ଼ିଥାନ୍ତି ଡ୍ୟାନ୍ସ ବିଷୟରେ ପଢ଼ିଥାନ୍ତି ମ୍ୟୁଜିକ୍ ବିଷୟରେ ପଢ଼ିଥାନ୍ତି ଡିଫରେଣ୍ଟ ଟାଇପ୍ସ ଅଫ୍ ଆର୍ଟ ବିଷୟରେ ଆମେ ପଢ଼ିଥାନ୍ତି ବ୍ୟୁଟି ବ୍ୟୁଟି ଷ୍ଟଡି ମୁଁ ଛୁଆ ଏ ଦୁଇଟାକୁ କାହିଁକି ହେଉଛି ମୁଁ ଏଡ଼୍ କରୁଛି କାରଣ ତୁମ ବହିର ତ ଦେଖିବ ପୂର୍ବରୁ କ୍ୱେଶ୍ଚନ୍ ଆସିଛି ଦ ଇମ୍ପୋର୍ଟାନ୍ସ ଅଫ୍ ଆସ୍ଥେଟିକ୍ ରାଇଟ୍ ଦି ସ୍କୋପ୍ ଆଣ୍ଡ ନେଚର୍ ଅଫ୍ ଆସ୍ଥେଟିକ୍ ସେଇଥିପାଇଁ ଏ ଦୁଇଟା ପଏଣ୍ଟ ମୁଁ ଏଡ଼୍ କରୁଛି ଏଇଟା ବହିରେ ଯେଉଁଟା ନାହିଁ ତାପରେ ହେଉଛି ତୁମର ଆସ୍ଥେଟିକ୍ର ସ୍କୋପ୍ ଆଉ କ'ଣ ନା ବ୍ୟୁଟି ଷ୍ଟଡି এটা ହେଉଛି କ'ଣ କରିଥାଏ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ହ୍ୱାଟ୍ ମେକ୍ସ ସମଥିଙ୍ଗ ବ୍ୟୁଟିଫୁଲ୍ ଅର୍ ପ୍ଲିଜିଂ ଆସ୍ଥେଟିକ୍ ଦ୍ୱାରା ଆମେ ଜାଣିପାରିଥାନ୍ତି ଗୋଟେ ଆର୍ଟକୁ କିଏ ବ୍ୟୁଟିଫୁଲ୍ କରୁଛି ଆଉ ଆମ ମନକୁ ସେଇଟା କାହିଁକି ଆମକୁ ପ୍ଲିଜିଂ ଫିଲ୍ ଦେଉଛି ଟେଷ୍ଟ ଆଣ୍ଡ କ୍ରିଟିସିଜମ୍ ଷ୍ଟଡିଜ୍ ହାଉ ପିପୁଲ୍ ଜଜ୍ ଆଣ୍ଡ ଆପ୍ରିସିଏଟ୍ ଆର୍ଟ ଆଣ୍ଡ ବ୍ୟୁଟି
ଗୋଟେ ଲୋକଟେ ଯେତେବେଳେ ଆସ୍ଥେଟିକ୍ ବିଷୟକୁ ପଢ଼ିବ ସେତେବେଳେ ସେ ଜାଣିପାରିବ କାହିଁକି ଗୋଟେ ଆର୍ଟକୁ ଲୋକମାନେ ଜଜ୍ କରୁଛନ୍ତି, କାହିଁକି ତାକୁ ହେଉଛି ଗୋଟେ ଆର୍ଟକୁ ଭଲ କହୁଥିବା ବେଳେ ଆଉ ଗୋଟେ ଆର୍ଟକୁ ଖରାପ କହୁଛନ୍ତି, ହେଲା କ'ଣ ତା ଭିତରେ ମିସିଂ ଅଛି ସେସବୁ ବିଷୟରେ ମଧ୍ୟ ଷ୍ଟଡି କରିଥାଏ। ତାଦ୍ୱାରା ଆମେ ଗୋଟେ କ୍ରିଟିସିଜମ୍ ଆଉ ଟେଷ୍ଟକୁ ମଧ୍ୟ ବୁଝିଥାନ୍ତି। ତାପରେ କ୍ରିଏଟିଭିଟି looks at how imagination and creativity create beautiful aesthetic ଦ୍ୱାରା ଆମେ ଜାଣିପାରିଥାନ୍ତି ଯେ ହେଉଛି ଆମର କ୍ରିଏଟିଭିଟିଟା କେମିତି ହେଉଛି ବ୍ୟୁଟିଫୁଲ୍ ହେଇଥାଏ, ହେଲା ଗୋଟେ ଆମ ଭିତରେ ଯେଉଁ ଇମାଜିନେସନ୍ ଆଉ କ୍ରିଏଟିଭିଟି ଅଛି ତାହା କେମିତି ହେଉଛି ଆର୍ଟର ପରିଣତ ହେଇଥାଏ, ଗୋଟେ ବ୍ୟୁଟିର ପରିଣତ ହେଇଥାଏ, ସେସବୁ ଆସ୍ଥେଟିକ୍ କହିଥାଏ। ତାପରେ କଲଚରାଲ୍ ବ୍ୟୁଟି ଷ୍ଟଡିଜ୍ ଡିଫରେଣ୍ଟ ଟାଇପ୍ସ ଅଫ୍ ଆର୍ଟ ଇନ୍ ଡିଫରେଣ୍ଟ କଲଚର୍। ଆସ୍ଥେଟିକ୍ ଦ୍ୱାରା ଆମେ ଡିଫରେଣ୍ଟ କଲଚର୍ର ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟସ୍ ମଧ୍ୟ ପଢ଼ି ପାରିଥାନ୍ତି ବା ବୁଝି ପାରିଥାନ୍ତି। ଧର ହେଉଛି ଗୋଟେ ଟ୍ରାଇବାଲ୍ ଏରିଆର ଗୋଟେ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ଅଛି କିମ୍ବା ହେଉଛି ମୁସଲିମ୍ ମାନଙ୍କର ଗୋଟେ ଆର୍ଟ ଅଛି, ଆମର ହିନ୍ଦୁ ମାନଙ୍କର ଗୋଟେ ଆର୍ଟ ଅଛି, ତ ଡିଫରେଣ୍ଟ କଲଚର୍ର ଯେଉଁ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ଅଛି ତାକୁ ମଧ୍ୟ ଆସ୍ଥେଟିକ୍ ଆମ ସମସ୍ତ ଭିତରେ ବୁଝେଇଥାଏ। ଇଏ ଥିଲା ହେଉଛି ତମର ହେଉଛି ଆସ୍ଥେଟିକ୍ ଇଜ୍ ଏ ବ୍ରାଞ୍ଚ ଅଫ୍ ଫିଲୋସଫି। ତାପରେ ଯିବାକୁ ଦେଖ କ୍ୱେଶ୍ଚନ୍ ଯେତେବେଳେ ତମର ପଡ଼ିବ ଆସ୍ଥେଟିକ୍ ଏଜ୍ ଏ ବ୍ରାଞ୍ଚ ଅଫ୍ ଫିଲୋସଫି, ତମେ ଫାଷ୍ଟ ଆସ୍ଥେଟିକ୍ ବିଷୟରେ ଗୋଟେ ଇଣ୍ଟ୍ରୋଡକ୍ସନ୍ ଦେବ, ତାପରେ ତାର ଆସ୍ଥେଟିକ୍ ଏଜ୍ ଏ ବ୍ରାଞ୍ଚ ଅଫ୍ ଫିଲୋସଫିର ଗୋଟେ ଲେଖିବ କିଛି, ତାପରେ ନେଚର୍ ଲେଖିପାରିବ, ସ୍କୋପ୍ ଲେଖିପାରିବ। ଆଉ ଯଦି ଖାଲି ବି ହେଉଛି ଆସ୍ଥେଟିକ୍ ଆସିଲା ତାହେଲେ ଆସ୍ଥେଟିକ୍ ବିଷୟରେ କିଛି ଇନଫର୍ମେସନ୍ ଦେବ, ତାର ସ୍କୋପ୍ ଆଉ ନେଚର୍ ମଧ୍ୟ ଲେଖିପାରିବ। ଓକେ, ତାପରେ ଯିବା ଆର୍ଟ ଏଜ୍ ଏ ଫର୍ମ ଅଫ୍ ଆସ୍ଥେଟିକ୍। Aesthetic is a part of philosophy that studies art and how we experience it. Aesthetic ହେଉଛି ଗୋଟେ ଫିଲୋସଫିର ଗୋଟେ ପାର୍ଟ ଯାହାଦ୍ୱାରା ଆମେ ପଢ଼ିଥାନ୍ତି ଯେ ଆର୍ଟ ବିଷୟରେ କିଛି ପଢ଼ିଥାନ୍ତି ଆଉ ଆର୍ଟକୁ କେମିତି ଆମେ ଏକ୍ସପିରିଏନ୍ସ କରିଥାନ୍ତି ତା ବିଷୟରେ ମଧ୍ୟ କିଛି ଆମକୁ କହିଥାଏ କି aesthetic କହିଥାଏ। It is started in Europe during 18th century, bringing together poetry, music, dance, and sculpture into one group called fine arts. এই ଯେଉଁ ଆସ୍ଥେଟିକ୍ଟା କେବେ ଷ୍ଟାର୍ଟ ହେଇଥିଲା, ଆସ୍ଥେଟିକ୍ ବିଷୟରେ ଆମେ ପଢ଼ିବା କେବେ ଷ୍ଟାର୍ଟ କଲୁ ନା ହେଉଛି ଏଇଟିନ୍ଥ ସେଞ୍ଚୁରୀରେ ୟୁରୋପରେ ଏଇଟା ଫାଷ୍ଟ ୟା ବିଷୟରେ ପଢ଼ିବା ଷ୍ଟାର୍ଟ କଲୁ। ଏଇ ଆସ୍ଥେଟିକ୍ ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟକୁ ଗୋଟିଏ ଜାଗାକୁ ନେଇକି ଆସିଲା। ଯେଉଁଭଳି ଆସ୍ଥେଟିକ୍ ବିଷୟରେ ଆମେ ପୋଏଟ୍ରି ପଢ଼ିଥାନ୍ତି, ମ୍ୟୁଜିକ୍ ପଢ଼ିଥାନ୍ତି, ଡ୍ୟାନ୍ସ ପଢ଼ିଥାନ୍ତି, ସ୍କଲ୍ପଚର୍ ପଢ଼ିଥାନ୍ତି, ଏସବୁ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟକୁ ଗୋଟେ ଜାଗାକୁ ଏକଜୁଟ କିଏ କଲା, ଏ ଆସ୍ଥେଟିକ୍ କଲା। ଆଉ ଏଇସବୁ ଯେତିକି ବି ଆର୍ଟ ଅଛି ଏ ସମସ୍ତଙ୍କୁ ଆମେ ଫାଇନ୍ ଆର୍ଟ କହିଥାନ୍ତି। ଆସ୍ଥେଟିକ୍ର ଯେଉଁ ଇମାନୁଏଲ୍ କାନ୍ତ ଅଛନ୍ତି ସିଏ ଆସ୍ଥେଟିକ୍ କୋଉଭଳିଆ କ'ଣ ଆଇଡ଼ିଆ ଦେଇଥିଲେ, ଆସ୍ଥେଟିକ୍ ବିଷୟରେ ସେ କ'ଣ କହିଥିଲେ ଦେଖିବା। କାନ୍ତ ଏ ଫେମସ୍ ଫିଲୋସଫର ବିଲିଭ୍ ଦ୍ୟାଟ୍ ବିୟୁଟି ଇଜ୍ ଏବାଉଟ୍ ଫର୍ମ ନଟ୍ ଫଙ୍କସନ୍। ଏ ଯେଉଁ ଆମର ଇମାନୁଏଲ୍ କାନ୍ତ ଅଛନ୍ତି ସିଏ କ'ଣ କହିଲେ ନା ବିୟୁଟିଟା ଗୋଟେ ଫର୍ମ, ଗୋଟେ ଫଙ୍କସନ୍ ନୁହେଁ। ତାର ଏକ୍ଜାମ୍ପଲ୍ ଦେଲେ ଆମେ ବୁଝିପାରିବା। ଏକ୍ଜାମ୍ପଲ୍ କ'ଣ, ଏ ହର୍ସ କ୍ୟାନ୍ ବି ସିନ୍ ଏଜ୍ ବିୟୁଟିଫୁଲ୍ ଇଭିନ୍ ଇଫ୍ ଇଟ୍ ଡଜ୍ ନଟ୍ ରନ୍ ଫାଷ୍ଟ। ଦେଖ ଗୋଟେ ଆମେ ହର୍ସଟାକୁ ଦେଖିକି ଗୋଟେ କଳା ଘୋଡ଼ା କିମ୍ବା ଧଳା ଘୋଡ଼ା ଦେଖିକି ଆମେ କହୁଛନ୍ତି କ'ଣ ଘୋଡ଼ାଟା ଭଲ ହେଇଛି କିମ୍ବା ଘୋଡ଼ାଟା ଦେଖିବାକୁ ଭଲ, କିମ୍ବା ହେଉଛି ଯେତେବେଳେ ଗୋଟେ କାର୍ଟେ ଆମର ଆମର ଗୋଟେ କାର୍ଟେ ଗୋଟେ ରାସ୍ତାରେ ଠିଆ ହେଇଛି, ସେ କାର୍ଟାକୁ ଲାମ୍ବରଗିନି କାର୍ଟେ ଠିଆ ହେଇଛି, ଆମେ କାର୍ଟାକୁ ଦେଖିକି କ'ଣ କହୁଛନ୍ତି ମସ୍ତ ହେଇଛି କାର୍ଟା, କିମ୍ବା କାର୍ର ଗୋଟେ ବିୟୁଟିଟା ଆମେ ଦେଖିପାରିଲେ। ସେ କାର୍ଟା ଯେତେବେଳେ ନ ଚାଲୁଥିଲା ସେତେବେଳେ ମଧ୍ୟ ଆମେ କହୁଛନ୍ତି କ'ଣ ଭଲ ହେଇଛି, ଘୋଡ଼ାଟା ଯେତେବେଳେ ନ ଦୌଡ଼ୁଥିଲା ସେତେବେଳେ କିଛି ଫଙ୍କସନ୍ ନ କରୁଥିଲା ସେତେବେଳେ ମଧ୍ୟ ଆମେ କହୁଛନ୍ତି କ'ଣ ଘୋଡ଼ାଟା ଭଲ ହେଇଛି। ତ ସେଇ କଥା କହୁଥିଲେ ବିୟୁଟି ହେଉଛି ଫର୍ମରେ ଥାଏ, ମାନେ ତା ଷ୍ଟ୍ରକ୍ଚରରେ ହେଉଛି ବିୟୁଟିଟା ଥାଏ, ସେ ତା ଫଙ୍କସନ୍ କରୁ ବା ନ କରୁ, ମାନେ ଘୋଡ଼ାଟା ଦୌଡ଼ୁ ବା ନ ଦୌଡ଼ୁ, କାର୍ଟା ଚାଲୁ ବା ନ ଚାଲୁ, ତାକୁ ଦେଖିବା ପାଇଁ ବା ତା ଷ୍ଟ୍ରକ୍ଚର ହିଁ ବିୟୁଟି ଥାଏ ବୋଲି କିଏ ବିଲିଭ୍ କରୁଥିଲେ, ଇମାନୁଏଲ୍ କାନ୍ତ ବିଲିଭ୍ କରୁଥିଲେ। He said that humans understand beauty through the institution, not just learning from the outside. ସେ ବିଲିଭ୍ କରୁଥିଲେ ଯେ ହେଉଛି ହ୍ୟୁମାନ୍ ମାନେ ବିୟୁଟି ବିଷୟରେ କେଉଁଠି ଜାଣିଥାନ୍ତି ନା ତା ଇନଷ୍ଟିଚ୍ୟୁସନ୍ରୁ ଜାଣିଥାନ୍ତି, ସ୍କୁଲ, କଲେଜ, ୟୁନିଭର୍ସିଟି ଏଇସବୁରୁ ଜାଣିଥାନ୍ତି, ନୁହେଁ କି ଆଉଟସାଇଡ୍ ଅଫ୍ ଦି ଇନଷ୍ଟିଚ୍ୟୁସନ୍। ବା ବାହାର ଦୁନିଆରୁ ସେମାନେ ଜାଣିପାରନ୍ତିନି, ସେ ସ୍କୁଲ କଲେଜରୁ ହିଁ ପାଠ ପଢ଼ିକି ଜାଣିପାରନ୍ତି। ଏଇଟା ତାଙ୍କର ଆଇଡ଼ିଆ ଥିଲା। ଫିଲୋସଫି କ'ଣ କ'ଣ ହେଉଛି, ଏଇ ଆସ୍ଥେଟିକ୍ଟା ଆର୍ଟ ବିଷୟରେ କିଛି କିଛି କ୍ୱେଶ୍ଚନ୍ ପକାଇଥାଏ। ଆସ୍ଥେଟିକ୍ ବିଷୟରେ ଆମେ ପଢ଼ିଥାଉ, ଆସ୍ଥେଟିକ୍ ଯେଉଁ ସବଜେକ୍ଟ ବିଷୟରେ ଭିତରେ ଆମେ ପଢ଼ିଥାନ୍ତି ହ୍ୱାଟ୍ ଇଜ୍ ଆର୍ଟ, ହ୍ୱାଟ୍ ଇଜ୍ ଆନ୍ ଆସ୍ଥେଟିକ୍ ଏକ୍ସପିରିଏନ୍ସ, ହାଉ ଡୁ ୟୁ ନୋ ଇଜ୍ ସମଥିଙ୍ଗ ଇଜ୍ ବ୍ୟୁଟିଫୁଲ୍, ଆର୍ଟ କ'ଣ, ଆସ୍ଥେଟିକ୍ ଏକ୍ସପିରିଏନ୍ସ କ'ଣ, କେଉଁ ଜିନିଷଟା କେତେ ବ୍ୟୁଟିଫୁଲ୍ କାହିଁକି, ହେଲା କେମିତି ଆମେ ଆର୍ଟଟାକୁ ଜଜ୍ କରିଥାନ୍ତି, ହେଲା ଇଜ୍ ଆର୍ଟ ସେପାରେଟ୍ ଫ୍ରମ୍ ପଲିଟିକ୍ସ, ପଲିଟିକ୍ସ ଆଉ ଆର୍ଟ କ'ଣ ସେପାରେଟ୍, ହେଲା ହାଉ ଡୁ ଆର୍ଟ ୱାର୍କ କ୍ରିଏଟେଡ୍, କେମିତି ହେଉଛି ଆର୍ଟ ଆଡ଼କୁ ବନାଯାଏ, ଏସବୁ ବିଷୟରେ ଆମକୁ ଫିଲୋସଫି ଆର୍ଟ ବିଷୟରେ କିଛି ନଲେଜ୍ ମଧ୍ୟ ଦେଇଥାଏ, କିଛି କ୍ୱେଶ୍ଚନ୍ ମଧ୍ୟ କରିଥାଏ। ଆର୍ଟ ଇଜ୍ ଏଭ୍ରିଡେ ଲାଇଫ୍, ଆର୍ଟ ଇଜ୍ ନଟ୍ ଜଷ୍ଟ ଏବାଉଟ୍ ପେଣ୍ଟିଂ ଆଣ୍ଡ ମ୍ୟୁଜିକ୍, ହେଲା ଆର୍ଟଟା ମଧ୍ୟ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଥାଏ। ଏ ଖାଲି ଯେ ପେଣ୍ଟିଂ ମ୍ୟୁଜିକ୍ରେ ଆର୍ଟ ଥାଏ ସେମିତି ନୁହେଁ, ଆମ ଦୈନନ୍ଦିନ ଜୀବନରେ
So there is an art to living wisely, raising children, running a school or managing a business is ସବୁ ଗୋଟେ ଆର୍ଟ ବା ସବୁ ଗୋଟେ କଳା ଯେ ଆମେ କେଉଁ ଭଳିଆ ଚିଉଛନ୍ତି କିମ୍ବା ଆମ ପିଲାମାନଙ୍କୁ କେଉଁ ଭଳିଆ ବଡ଼ କରୁଛନ୍ତି ଗୋଟେ ସ୍କୁଲକୁ କେମିତି ଆମେ ରନ୍ କରୁଛନ୍ତି ଗୋଟେ ମ୍ୟାନେଜମେଣ୍ଟକୁ ଗୋଟେ ବିଜନେସକୁ କେମିତି ଆମେ ମାନେ ହେଉଛି ଆମେ ବିଜନେସଟାକୁ ମ୍ୟାନେଜ କରୁଛନ୍ତି ଇଏ ସମସ୍ତେ ଆର୍ଟ ଭିତରେ ଯିବେ ଆର୍ଟ ଇଜ୍ ଏ ପାର୍ଟ ଅଫ୍ ହାଉ ୱି ଡୁ ଥିଙ୍ଗସ୍ କ୍ରିଏଟିଭଲି ଆଣ୍ଡ ଥଟଫୁଲି ଏଭ୍ରି ତ ଆର୍ଟ ଇଜ୍ ହେଉଛି କ'ଣ ନା ଆମେ କେଉଁଭଳିଆ ଭାବୁଛନ୍ତି ଆମର ଯେଉଁ ଥଟ୍ଟା ଅଛି ଆମର ଯେଉଁ ପ୍ରତ୍ୟେକ ଦିନ ଆମେ ନୂଆ ନୂଆ କିଛି ଭାବୁଛନ୍ତି ସେ ସବୁ ଆର୍ଟର ଗୋଟେ ପାର୍ଟ ତାପରେ ଦେଖିବା ଆମେ ଇଣ୍ଡିଆନ୍ ଆର୍ଟ ଇଣ୍ଡିଆର ତମେ ଆନ୍ସିଏଣ୍ଟରୁ ମଡ଼ର୍ଣ୍ଣ ଯୁଗ ଯାଏ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ସବୁ ଆସିଥିଲା ହେଲା ଲୋକମାନେ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ ସବୁ କରିଥିଲେ ସେଇ ସବୁ ବିଷୟରେ ଆମେ ପଢ଼ୁ ଏଇଟା ଛୁଆ ତମର ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୋଟେ ସର୍ଟ ନୋଟ୍ ମୋର ଲଙ୍ଗ କ୍ୱେଶ୍ଚନ୍ ମଧ୍ୟ ଏଇଟା ପକାଇପାରେ ଇଣ୍ଡିଆନ୍ ଆର୍ଟ ଇଣ୍ଡିଆନ୍ ଆର୍ଟ ଇନକ୍ଲୁଡ୍ସ ପ୍ଲାଷ୍ଟିକ୍ ଆର୍ଟ ଭିଜୁଆଲ୍ ଆର୍ଟ ଆଉ ଟେକ୍ସଟାଇଲ୍ ଆର୍ଟସ୍ ଇଣ୍ଡିଆନ୍ ଆର୍ଟ କାହାକୁ ନେଇ ଗଠିତ ହୋଇଥାଏ କିଛି ପ୍ଲାଷ୍ଟିକ୍ ଆର୍ଟକୁ ମଧ୍ୟ ଇନକ୍ଲୁଡ୍ କରିଥାଏ ଯେଉଁଭଳିଆ ପୋର୍ଟ୍ରେଟ୍ ସ୍କଲ୍ପଚର୍ ପ୍ଲାଷ୍ଟିକ୍ ଆର୍ଟ ବିଷୟରେ ମୁଁ କହିଦେଇଛି ଯିଏକି କାହାକୁ ଗୋଟେ ସେପ୍ ଦେଇଥାଏ ଆଉ ଭିଜୁଆଲ୍ ଆର୍ଟ ଯାହାକୁ ଆମେ ଦେଖିପାରିଥାନ୍ତି ଯେଉଁଭଳିଆ ହେଉଛି ଆମର ହେଉଛି କ'ଣ କ୍ୟାବ୍ ପେଣ୍ଟିଂସ୍ ଆଡ଼କ ଯେଉଁ ହେଉଛି ଗୁମ୍ଫାରେ ଯାହା ସବୁ ପେଣ୍ଟିଂ କରାହେଉଛି ସେସବୁ ଆଡ଼କୁ ଭିଜୁଆଲ୍ ଆର୍ଟ ଭିତରେ ଯିବ ଟେକ୍ସଟାଇଲ୍ ଆର୍ଟ ମାନେ କ'ଣ ଆମେ ଯେଉଁ ହାତର ସବୁ ବୁଣାବୁଣି କାମ କରିଥାନ୍ତି ଦ୍ୟାଟ୍ ଇଜ୍ ଟେକ୍ସଟାଇଲ୍ ଆର୍ଟ ଯେଉଁଭଳିଆ ହେଉଛି ଉଡେନ୍ ସିଲ୍କ ତୁମେ ସ୍ୱେଟର୍ ବୁଣିଥାନ୍ତି ଆମେ ହେଉଛି ଆମର ଆମ୍ବ୍ରଏଡାରୀର ସବୁ ଯେଉଁ ଡିଜାଇନ୍ କରିଥାନ୍ତି ଏସବୁ ମଧ୍ୟ ଟେକ୍ସଟାଇଲ୍ ଆର୍ଟ ଭିତରେ ଯିବ ଏ ସମସ୍ତଙ୍କୁ ମିଶାଇ ଦେଲେ ଆମର ଇଣ୍ଡିଆନ୍ ଆର୍ଟ ଭିତରେ ଯାଇଥାଏ Indian art covers India, Pakistan, Bangladesh and shows strong design skills in both ancient and modern forms. ଯେତେବେଳେ ଆମେ ଇଣ୍ଡିପେଣ୍ଡେନ୍ସ ଆମେ ପାଇନଥିଲେ ସେତେବେଳେ ଏ ତିନିଟା ମୋତେ ଯେଉଁ ଦେଶ ଅଛି ଏ ସବୁ ଗୋଟିଏ ଜାଗାରେ ମିଶିକି ରହୁଥିଲେ ତ ସେଥିପାଇଁ ଇଣ୍ଡିଆନ୍ ଆର୍ଟଟା ଏ ତିନିଟା ମୋତେ ଦେଶରେ କେଉଁ ଜାଗାରେ ଦେଖିବା ପାଇଁ ମିଳିଥାଏ କାରଣ ଲୋକମାନେ ଏ ତିନିଟା ମୋତେ ଦେଶରେ ବସବାସ କରୁଥିଲେ ସେଥିପାଇଁ ଏସବୁ ଜାଗାରେ ହେଉଛି ଇଣ୍ଡିଆନ୍ ଆର୍ଟ ଦେଖାଯାଏ ଇଣ୍ଡିଆନ୍ ଆର୍ଟରେ ଡିଫରେଣ୍ଟ ଟାଇପ୍ ଅଫ୍ ଡିଜାଇନ୍ ସବୁ ଦେଖାଯାଏ ଯେଉଁଟାକି ଆନ୍ସିଏଣ୍ଟ କତରୁ ଆରମ୍ଭ କରିକି ମଡ଼ର୍ଣ୍ଣ ଯାଏ ଡିଫରେଣ୍ଟ ଟାଇପ୍ ଅଫ୍ ଡିଜାଇନ୍ ମଡ଼ର୍ଣ୍ଣ ଇଣ୍ଡିଆ ପର୍ଯ୍ୟନ୍ତ ଡିଫରେଣ୍ଟ ଟାଇପ୍ ଅଫ୍ ଡିଜାଇନ୍ ଦେଖାଯାଇଥାଏ ତ ମିନିଷ୍ଟ୍ରି ଅଫ୍ କଲଚର ସପୋର୍ଟସ୍ ଇଣ୍ଡିଆନ୍ ଆର୍ଟ ବାଇ ଫଣ୍ଡିଂ ଇଣ୍ଡିଭିଜୁଆଲ୍ସ ଗ୍ରୁପ୍ସ ଆଣ୍ଡ ଅର୍ଗାନାଇଜେସନ୍ ଏ ଯେଉଁ ମିନିଷ୍ଟ୍ରି ଅଫ୍ କଲଚର ଅଛି ସେ ହେଉଛି ଇଣ୍ଡିଆନ୍ ଆର୍ଟକୁ ସପୋର୍ଟ କରିବା ପାଇଁ ଆମର ଯେଉଁ ଇଣ୍ଡିଆନ୍ ଆର୍ଟ ଅଛି ଏ ଲୋକମାନେ ଯାହା ସବୁ ଆର୍ଟ କରିକି ଯାଇଛନ୍ତି ତାକୁ ସବୁ ପ୍ରିଜର୍ଭ କରିକି ରଖିବା ପାଇଁ ହେଲା ଡିଫରେଣ୍ଟ ଟାଇପ୍ ଅଫ୍ ଇଣ୍ଡିଭିଜୁଆଲକୁ କିମ୍ବା ଡିଫରେଣ୍ଟ ଟାଇପ୍ ଅଫ୍ ଗ୍ରୁପ୍କୁ କିମ୍ବା ଅର୍ଗାନାଇଜେସନ୍କୁ ପଇସା ପତ୍ର ଦିଆହେଉଛି ଯାହାଦ୍ୱାରା ସେମାନେ ହେଉଛନ୍ତି ଆର୍ଟ ଗୁଡ଼ିକ ସଂରକ୍ଷଣ କରିକି ରଖିବେ ବା ସେଇ ଆର୍ଟକୁ ବଞ୍ଚେଇ ରଖିବେ ଦେଖିବା ଗୋଟେ ଗୋଟେ ଆର୍ଟ ପିରିୟଡ଼କୁ ଯିବା ଫାର୍ଷ୍ଟ ହେଉଛି ଆର୍ଲି ଇଣ୍ଡିଆନ୍ ଆର୍ଟ ଆର୍ଲି ଇଣ୍ଡିଆନରେ ଫାର୍ଷ୍ଟ ଆସିଲା କ'ଣ ରକ୍ ଆର୍ଟ ରକ୍ ଆର୍ଟରେ କ'ଣ ହେଇଥିଲା ରକ୍ ଆର୍ଟ ଇନଭଲ୍ଭସ୍ ଗ୍ରାଭିଂସ୍ ଏନଗ୍ରାଭିଂସ୍ ଆଣ୍ଡ ପେଣ୍ଟିଂସ୍ ରକ୍ ଆର୍ଟରେ ଦେଖିବ ହେଉଛି ଆମର ହେଉଛି ପଥର ଆଡ଼କୁ ଖୋଳିକି ତା ଦେହରେ ସବୁ ଡିଫରେଣ୍ଟ ଟାଇପ୍ ଅଫ୍ ଡିଜାଇନ୍ କରିଥାନ୍ତି ଦ୍ୟାଟ୍ ଇଜ୍ ଗ୍ରାଭିଂ ତାକୁ ହିଁ ଏନଗ୍ରାଭିଂ କୁହାଯାଏ ଡିଫରେଣ୍ଟ ଟାଇପ୍ ଅଫ୍ ପେଣ୍ଟିଂ ସବୁ ରକ୍ରେ ଯେଉଁ ସବୁ ଖୋଳିକି ସବୁ ବନା ହେଇଥାଏ ଏସବୁ ରକ୍ ଆର୍ଟ ଭିତରେ ଯିବ around 300 sites are found এই ରକ୍ ଆର୍ଟର 1300 ସାଇଟ୍ ଆପଣ ଦେଖି ପାଇଛନ୍ତି ଯେଉଁଠି ରକ୍ ଆର୍ଟ ଆଡ଼କୁ ଅଛି ତା ଭିତରୁ ଭୀମ୍ବେଟକା ରକ୍ ସେଲ୍ଟର୍ସ ଆଟ୍ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ଏ ଯେତିକି ବି ରକ୍ ଆର୍ଟର ଯେଉଁ ଆମେ ସାଇଟ୍ ଆଡ଼କୁ ପାଇଲେ ତା ଭିତରୁ ଭୀମ୍ବେଟକା ରକ୍ ଆର୍ଟଟା ହେଉଛି ୟୁନେସ୍କୋ ହେରିଟେଜ୍ ସାଇଟ୍ ଯେଉଁଠିକି ଲୋକମାନେ ବୁଲାବୁଲି କରିକି ଦେଖିବା ପାଇଁ ଯାଇଥାନ୍ତି ଏଠି ଡିଫରେଣ୍ଟ ଟାଇପ୍ ଅଫ୍ ରକ୍ ଆର୍ଟ ସବୁ ଦେଖିବା ପାଇଁ ମିଳେ ତାର ଯେଉଁ ପାହାଡ଼ର ଯେଉଁ ଗୁମ୍ଫା ଆଡ଼କୁ ଅଛି ସେଠି ଡିଫରେଣ୍ଟ ଟାଇପ୍ ଅଫ୍ ପେଣ୍ଟିଂ ସବୁ ମଧ୍ୟ ଦେଖିବା ପାଇଁ ମିଳିଥାଏ ତାପରେ ଯିବା ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର କ'ଣ ହେଇଥିଲା ନା ଫୋକସ୍ଡ ମୋର୍ ଅନ୍ ସ୍ମଲ୍ ଟେରାକୋଟ୍ ଆଣ୍ଡ ଷ୍ଟୋନ୍ ଫିଗରିନ୍ସ ରାଦର ଦେନ୍ ଲାର୍ଜ ପବ୍ଲିକ୍ ଆର୍ଟ ଏଠି ଯେଉଁ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଯେଉଁ ଲୋକମାନେ ରହୁଥିଲେ ସେ ସ୍ମଲ୍ ଟେରାକୋଟାରେ ମାନେ ହେଉଛି କ'ଣ ଫୋକସ୍ କରୁଥିଲେ ସ୍ମଲ୍ ଟେରାକୋଟା ମାନେ ଛୋଟ ଛୋଟ ମାଟି ପାତ୍ର ଗଠନ କରିବାକୁ କୁହାଯାଏ କ'ଣ ନା ହେଉଛି ସ୍ମଲ୍ ଟେରାକୋଟା ଆଉ ଷ୍ଟୋନ୍ ଫିଗରିନ୍ସ ମାନେ ହେଉଛି କ'ଣ ଏଇ ଯେଉଁ ଷ୍ଟୋନ୍କୁ ଗୋଟେ ସାଇଜ୍ ଦେଇକି ତା ଦେହରୁ କିଛି ଆର୍ଟ ବନାଉଥିଲେ ଷ୍ଟୋନ୍ ଆଡ଼କୁ କାଟିକି ବା ଗୋଟେ ପଥର ଆଉ ଗୋଟେ ପଥରକୁ ମାନେ ଘଷିକି ସେ ଷ୍ଟୋନ୍ରେ କିଛି ହେଉଛି ନୂଆ ଫିଗର ସବୁ ବନାଉଥିଲେ ଯେଉଁ ଆଡ଼କ ଏଇ ଯେଉଁ ହେଉଛି ଆମର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ଗୋଟେ ଗୋଟେ ଆର୍ଟର ମଧ୍ୟ ଏକ୍ଜାମ୍ପଲ୍ ଅଟେ କିଛି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର କିଛି ଫେମସ୍ କ'ଣ ଆମେ ଆର୍ଟ ପାଇଥିଲେ ଫାର୍ଷ୍ଟ ପାଇଥିଲେ ଆମେ ଡ୍ୟାନ୍ସିଂ ଗାର୍ଲ ଅଫ୍ ମଞ୍ଜୁଦାର ଇଏ ଗୋଟେ ଆର୍ଟ ପାଇଥିଲେ ଆମେ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ର ସିଲ୍ସ ୱିଥ୍ ଏନିମାଲ୍ ଫିଗର୍ସ କିଛି କିଛି ହେଉଛି ଆର୍ଟର ଏନିମାଲ୍ ଫିଗର ମଧ୍ୟ କଟା ହେଇଥିଲା ଆଉ ଗୋଟେ ହେଉଛି ପସିବୁଲ୍ ଆର୍ଲି ଡିପ୍ରେସନ୍ ଅଫ୍ ଶିବା ପୁରା ପଶୁ ଶିବଙ୍କର କିଛି ହେଉଛି ଆମେ ହେଉଛି ଦେଖିତେ ପାଇଥିଲେ ଷ୍ଟୋନ୍ର ଏଇ ଆମର ଷ୍ଟୋନ୍ର କିଛି ହେଉଛି ମୂର୍ତ୍ତି ଆଡ଼କୁ ଦେଖିତେ ପାଇଥିଲେ ସେ ମଧ୍ୟ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ରୁ ଅଣାଯାଇଥିଲା ତାପରେ ମୋରିଆନ୍ ଆର୍ଟରେ କ'ଣ ହେଇଥିଲା ମୋରିଆନ୍ ଆର୍ଟରେ ଷ୍ଟୋନ୍ କଲ୍ଚର୍ ହେଉଛି ଫାର୍ଷ୍ଟ ଇଣ୍ଟ୍ରୋଡ୍ୟୁସ୍ କରାଯାଇଥିଲା ଯେଉଁ ପଥରକୁ କାଟିକି ଡିଫରେଣ୍ଟ ଟାଇପ୍ ଅଫ୍ ଆମେ ସ୍କଲ୍ପଚର୍ ସବୁ ବନେଇଥାନ୍ତି ଦେବାଦେବୀଙ୍କର କିମ୍ବା ହେଉଛି କିଛି
ଆମେ ଯେଉଁ ସ୍କଲ୍ପଚର ସବୁ ବନେଇଥିଲେ ଷ୍ଟୋନ୍କୁ କାଟିକି ସେଇଟା ଫାଷ୍ଟ କେବେ ଷ୍ଟାର୍ଟ ହେଇଥିଲା ନା ହେଉଛି ମୋରିଆନ୍ ଆର୍ଟରେ ହେଉଛି ଷ୍ଟାର୍ଟ ହେଇଥିଲା। ଅଶୋକା's pillar and the lion capital become national symbol। এই ଯେଉଁ ଅଶୋକା ପିଲର ଦେଖିଛ ଆମେ ଅଶୋକା ପିଲରଟା ହେଲା ଯେଉଁ ଆମର ଚାରିଟା ହେଉଛି ସିଂହ ଅଛନ୍ତି ଅଶୋକା ପିଲର ଆଉ ଲାୟନ କ୍ୟାପିଟାଲ ଯେଉଁ ଲାୟନ କ୍ୟାପିଟାଲ ଅଛି କ'ଣ ସାରନାଥର ଅଛି ସେଠି ଯେଉଁ ଡିଫରେଣ୍ଟ ଟାଇପ୍ ଅଫ୍ ସବୁ ଆର୍ଟ ଅଛି ସେ ସବୁ ମୋରିଆନ୍ ଆର୍ଟ ବେଳେ ସବୁ ହେଇଥିଲା। ସେଠି କ'ଣ ହେଇଛି ନା ହେଉଛି ଦେଖିବ ସବୁ ପଥରକୁ କାଟିକି ଷ୍ଟୋନ୍କୁ କାଟିକି ଡିଫରେଣ୍ଟ ଟାଇପ୍ ଅଫ୍ ସ୍ଟ୍ରକ୍ଚର ବନା ହେଇଛି ସେଇଟା ମୋରିଆନ୍ ଆର୍ଟର ଗୋଟେ ଏକ୍ସାମ୍ପଲ୍। ତାପରେ ବୁଦ୍ଧିଷ୍ଟ ଆର୍ଟ ବେଳେ କ'ଣ ହେଇଥିଲା ବୁଦ୍ଧିଷ୍ଟ ପିରିୟଡ଼ ବେଳେ ବୁଦ୍ଧିଷ୍ଟ ପିରିୟଡ଼ର ଯେଉଁ ଲୋକମାନେ ଥିଲେ ସେ ଫୋକସ୍ କରୁଥିଲେ କ'ଣ ନା ସ୍ତୂପାଜ ବନେଇବାରେ ଦେଖିବ ସବୁ ସ୍ତୂପ ବୁଦ୍ଧିଷ୍ଟର ସବୁ ବୁଦ୍ଧ ସ୍ତୂପ ଆଡ଼କୁ ସବୁ ବନା ହେଇଥିବ ଆଉ କ୍ରେପ୍ଟ ଗେଟୱେ ଆଉ ହେଉଛି ସ୍କଲ୍ପଚର ଅଫ୍ ବୁଦ୍ଧ। ଏଠି ଯେଉଁ ଲୋକମାନେ ଥିଲେ ସେମାନେ ସ୍ତୂପ ବନାଉଥିଲେ ସବୁ ଗେଟୱେ ବନାଉଥିଲେ ଆଉ ହେଉଛି କ'ଣ ନା ବୁଦ୍ଧଙ୍କର ସବୁ ସ୍କଲ୍ପଚର ବନାଉଥିଲେ ଯେଉଁ ଆମର ବୁଦ୍ଧ ଥିଲେ ଗୌତମ ବୁଦ୍ଧ ତାଙ୍କର ସବୁ ହେଉଛି ସ୍କଲ୍ପଚର ଆଡ଼କୁ ବନାଯାଉଥିଲା ତାଙ୍କର ସବୁ ମୂର୍ତ୍ତି ବନାଉଥିଲେ କି ବୁଦ୍ଧିଷ୍ଟ ପିରିୟଡ଼ ଯେଉଁଭଳିଆ ଅଜନ୍ତା ତାହେଲେ ଭାଜା କେଭ୍ ଆଦି ଇମ୍ପୋର୍ଟାଣ୍ଟ ସାଇଟ୍ସ ଯେଉଁ ଆଡ଼କୁ ବୁଦ୍ଧିଷ୍ଟ ପିରିୟଡ଼ର ଇସୁ ଆଡ଼କୁ ବନାଇଥିଲା ଅଜନ୍ତା ଗୁମ୍ଫା ତାହେଲେ ଭାଜା ଗୁମ୍ଫା ଇସୁ ଆଡ଼କୁ ବୁଦ୍ଧିଷ୍ଟ ପିରିୟଡ଼ର ବନାଇଥିଲା। ତାପରେ ଗୁପ୍ତା ଆର୍ଟକୁ କହୁଛି ଗୋଲ୍ଡେନ୍ ଏଜ୍ ମଧ୍ୟ କୁହାଯାଏ ଗୁପ୍ତ ପିରିୟଡ଼କୁ ଗୋଲ୍ଡେନ୍ ଏଜ୍ କୁହାଯାଏ। ଏଠି ଯେଉଁ ହେଉଛି ଲୋକମାନେ ଥିଲେ ସେମାନେ କ'ଣ କରୁଥିଲେ ନା ଷ୍ଟୋନ୍ କଲଚର ଅଫ୍ ଦେଇଛି ଯେଉଁ ଦେଇଛି ମାନେ ଭଗବାନଙ୍କର ଷ୍ଟୋନ୍ କଲଚର ସବୁ କରୁଥିଲେ ଯେଉଁଭଳିଆ ତୁମର ହେଉଛି ବିଷ୍ଣୁଙ୍କର ଶିବଙ୍କର ହେଲା ଡିଫରେଣ୍ଟ ଟାଇପ୍ ଅଫ୍ ଗୁପ୍ତ ପିରିୟଡ଼ରେ ଆମର ଭଗବାନଙ୍କର ଷ୍ଟୋନ୍ କଲଚର ବନା ହେଉଥିଲା ହିନ୍ଦୁ ଟେମ୍ପଲ୍ ଆର୍କିଟେକ୍ଚର। ଆଉ ହେଉଛି ଯେଉଁ ଆମର ହିନ୍ଦୁ ଟେମ୍ପଲ୍ ମାନଙ୍କର ରହିଲେ ସେଟା ଦେଖିବ ସବୁ ଆର୍କିଟେକ୍ଚର ଯେଉଁଭଳିଆ କୋଣାର୍କର ତୁମେ ଯାଇଥିବ ମନ୍ଦିରମାନଙ୍କ ଭିତରେ ସବୁ ଦେବାଦେବୀଙ୍କର ହେଉଛି ସବୁ ହେଉଛି ଖୋଦା ହେଇକି ସବୁ ରଖାହେଇଛି ସେଭଳିଆ ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ପୁରୀ ଭଳିଆ ମନ୍ଦିର କିମ୍ବା ବହୁତ ଗୁଡ଼ିଏ ମନ୍ଦିର ଅଛି ଯେଉଁଠି ହେଉଛି କ'ଣ ହିନ୍ଦୁ ଟେମ୍ପଲ୍ର ଡିଫରେଣ୍ଟ ଟାଇପ୍ ଅଫ୍ ଆର୍କିଟେକ୍ଚର ଯେଉଁ ବନା ହେଇଛି ସେ ସବୁ ଗୁପ୍ତା ପିରିୟଡ଼ରେ ବନା ହେଇଥିଲା। ତାପରେ ହେଉଛି ଲେଟର ପିରିୟଡ଼କୁ ଯିବା ଇଏ ଥିଲା ଆର୍ଲି ପିରିୟଡ଼ ତାପରେ ଲେଟର ପିରିୟଡ଼ର କ'ଣ ହେଲା ଫାଷ୍ଟ ହେଉଛି ମିଡିଲ୍ କିଙ୍ଗଡମ୍ Middle Kingdom में South Indian dynasty like Cholas or Cheras and Pandyas promoted temple building and structure। जो मिडिल किंगडम जो सब डायनेस्टी आड़क आइले जो वंशधर आड़क आइले जो चोला को पांड्या को चिरास को ये सब एम सब कौन बनइले डिफरेंट टाइप ऑफ टेम्पल बनइले और डिफरेंट टाइप ऑफ स्ट्रक्चर बनइले। अर्ली मॉडर्न पीरियड आसले कि मुगल आसले मुगल रूल्स पैट्रोनाइज्ड पर्शियन इन्फ्लुएंस्ड फाइनेंस जो मुगल रूलर माने रहिले जो अकबर शाहजहां जहांगीर ये सब आड़क रहिले ये सब रहिले तांको पीरियड जो सब कला आड़क थिला से सब पर्शियन इन्फ्लुएंस्ड थिला सेठी इंडियन आर्ट नथे से सब पर्शियन जो लोक माने रहिले पर्शियन जो लोक माने रहिले तांको जो इन्फ्लुएंस हिकी होजे से आड़क फाइन आर्ट आड़क बना जाउथला। राजपूत पेंटिंग्स एंड विजयनगर आर्किटेक्चर आल्सो फ्लोरिश्ड पर्शियन फाइन आर्ट सहित किछि किछि राजपूत पेंटिंग आ विजयनगर आर्किटेक्चर जो हिची सी आमर हूँ आर्ली मॉडर्न पीरियड सब हूँ देखा मुगल मैंने तो यहाँ बनई जो हिंदू राजा मैंने रही सी हूँ राजपूत पेंटिंग और विजयनगर आर्किटेक्चर सब बनई एम गला कि आइले ब्रिटिश आइले तो ब्रिटिश पीरियड कौन है वेस्टर्न स्टाइल इन्फ्लुएंस्ड इंडियन आर्ट है ये सब वेस्टर्न कल्चर सब इंडियन आर्ट आड़ बना सो ब्रिटिश कल्चर सब इंडियन आर्ट आड़ बना गला। आर्टिस्ट लाइक राजा रवि वर्मा कम्बाइंड इंडियन थीम्स विथ यूरोपियन टेक्निक्स जड़े आर्टिस्ट थे ना था राजा रवि वर्मा से ब्रिटिश पीरियड में जड़े लोक थे जे कि इंडियन आर्ट को यूरोपियन टेक्निक को दिजन को मिसईकी से नुआ आर्ट तैयारी करते। कंटेम्पररी इंडियन आर्ट ये था हूँ मिडिल पीरियड से आर्ली पीरियड जी तुम हूँ कंटेम्पररी माने आम स्वाधीनता पर इंडियन आर्ट कौन कौन सब है। आफ्टर 1947 मॉडर्न इंडियन आर्ट ग्रू विथ ग्रुप्स लाइक बॉम्बे प्रोग्रेसिव आर्टिस्ट ग्रुप 1947 मसीह जो देश स्वाधीन पाइला से मॉडर्न इंडियन आर्ट आउ भलिकी ग्रोथ है किमी डिफरेंट टाइप ऑफ ग्रुप सब फॉर्मेशन है डिफरेंट टाइप ऑफ सब आर्टिस्ट मान ग्रुप फॉर्मेशन है जो आर्ट मान को सब प्रश्रय दिया जो गोटे ग्रुप कौन था बॉम्बे प्रोग्रेसिव आर्टिस्ट ग्रुप गोटे फेमस मॉडर्न आर्टिस्ट इंक्लूड एम.एफ. हुसैन ताइबे मेहता वी.एस. गायतोंडे भारती दयाल ये सब जड़े जड़े आमर हूँ मॉडर्न इंडियन आर्टिस्ट जो थे मानकर ना कि आर्ट स्कूल एंड क्रिटिक्स हेल्प मेक इंडियन आर्ट मोर ग्लोबल एंड एक्सपेरिमेंटल जो इंग्रेज मैंने गले डिफरेंट टाइप ऑफ आर्ट स्कूल सब बनागला सब आर्टिस्ट मैंने सब डिफरेंट टाइप ऑफ जन्म ना जहाँद्वारा हम इंडियन आर्ट को ग्लोबाली समस्ते जानी पारे एक्सपेरिमेंट सब चलेगा। ये थी तुम इंडियन आर्ट मुझे अल्प अल्प लिखी जहाँद्वारा मुझे सब आड़ को कवर कर तुम एति जो तुम खातार कवर कर इंडियन आर्ट उपर मो खाता दी पार पढ़ी पारे। मटेरियल हिस्ट्री ऑफ इंडियन आर्ट किसी मटेरियल हिस्ट्री देखा इंडियन आर्ट कौन कौन सब बना जाऊला
इंडियन आर्ट रे स्कल्पचर आड़क बना जाउतला जो हमर होची स्टोन स्कल्पचर आड़क देख कहली से बनाउतला वॉल पेंटिंग बनाउतला हमर होची कांथर जो पेंटिंग बनाउतला मिनिएचर पेंटिंग बनाउतला छोट छोट जागा रे बा छोट छोट माने होची हमर होची कोन कागज रे जो कागज पर छोट छोट सब पेंटिंग आड़क बनाउतला ज्वेलरी सब इंडियन मटेरियल हिस्ट्री भीतर जीव ज्वेलरी सब इंडियन आर्ट रे देखाउतला जो राजा रानी माने जो ज्वेलरी आड़क पिंधुଥିଲେ से सब इंडियन आर्ट भीतर जीव टेम्पल आर्ट जो चोला रहिले डायनेस्टी सब डिफरेंट टाइप ऑफ डायनेस्टी थिले से टेम्पल जो आर्ट करथिले सियाड़ को मध्ये होची इंडियन आर्ट रो मटेरियल हिस्ट्री भीतर जीव folk and ट्राइबल आर्ट डिफरेंट टाइप ऑफ जो ट्राइबल ग्रुप रहिले जो होची दलित जाति माने रहिले सब समान मध्ये निज निजर डिफरेंट टाइप ऑफ आर्ट सब बनै थिले से मध्ये इंडियन आर्ट भीतर जीव तापर बुझिबा रासा प्रिंसिपल जोटा कि बहुत इंपोर्टेंट तमर स्वप्न और एटा लॉन्ग क्वेश्चन मध्ये पड़ी पारिबो Rasa principle कौन ना तो रासा principle is a concept from Indian aesthetics primarily associated with the art of performing arts like drama, dance and music. ये जो रासा प्रिंसिपल टा कोउ आछि हम इंडियन एस्थेटिक्स रो आछि जो भारतीय सौंदर्य शास्त्र अछि एस्थेटिक्स माने सौंदर्य शास्त्र भारतीय सौंदर्य शास्त्र जो अछि सेटा भी रासा प्रिंसिपल आछि जे ए रासा प्रिंसिपल का कोउ आर्ट पई होचे हमर व्यवहार करा जाय ना ये होचे परफॉर्मिंग आर्ट सहित ये होचे एसोसिएटेड हिच तमरा होची जो परफॉर्मिंग आर्ट कौन ड्रामा डांस म्यूजिक ये सब को बुझेबा पई यार जो इमोशन को बुझेबा पई कि हमें रासा प्रिंसिपल रो यूज करते रासा प्रिंसिपल को हमें पढ़ी रासा माने कोन ना रासा लिटरली मींस फ्लेवर और एसेंस रासा माने होची गोटे फ्लेवर और गोटे एसेंस माने गोटे हमें होची फीलिंग करबा गोटे जिंस को बुझिबा गोटे फ्लेवर नबा ताको ही रासा कहै छै रेफर्स टू द इमोशनल एक्सपीरियंस और मूड conveyed to audience through the art माने कोन धरे जने परफॉर्म करछथि गोटे डांस मास्टर अछथि कि डांस मैडम जने अछथि से परफॉर्म करछथि आ सब लोक सब बसी छथि तो रासा का को जाय ना तो इमोशनल एक्सपीरियंस और मूड हला जो डांसर अछथि से गोटे इमोशन को आ निजर गोटे मूड लोक मान को बुझौछथि किछि किछि एक्सप्रेशन दे जेबला जने होछि डांस जो हमर होछि भरतनाट्यम ई सब कोन जे दुख किंबा होछि राग किंबा होछि माने होछि कोन खुशी रो गोटे एक्सप्रेशन नॉर्मल एक्सप्रेशन सब कोन लोक मान सब बुझै थांती एटा कोइ थांती जो ऑडियंस मान बसचंती ताकू बुझे डिफरेंट टाइप ऑफ एक्सप्रेशन भी जतरे बुझै थांती ताकू ही हमें रासा कोइथा It is a way to express deep emotions, and the principle involves the combination of the elements to evoke a particular feeling of rasa in the audience. रासा कौन ना रासा होचे आम मन भितर जो डीप इमोशन आड़क रही जो हर्ष खुशी जो इमोशन आड़क रही ताकू लोक मान एक्सप्रेस करिवार जो वेटा अछि ताकू ही रासा कहा जाय आ जो जति सब प्रिंसिपल रहिला रासा जो प्रिंसिपल आड़क रहिला से कोन कहिता ना जति कि भी हमरो elements the combination of the elements to evoke a particular feeling ये जति कि सब एलिमेंट्स आडा रहिला जो बला होची हस रागिबा किबा सैडनेस होबा डिस्गस्ट फीलिंग करबा ये समस्त को कॉम्बिनेशन करी कि आमे उटे पर्टिकुलर फीलिंग जतले लोक मान को दबा जो ऑडियंस माने बसचंती ताको जतले उटे फीलिंग दबा से जो हमर होची जति कि इमोशन आडा अछि ताको जतले कॉम्बिनेशन करबा सेटा ही कह जाय कोन रासा प्रिंसिपल कह जाय रासा प्रिंसिपल ले आमे डिफरेंट टाइप ऑफ इमोशन को कॉम्बिनेशन करी कि आमे ऑडियंस आगर जो आमे प्रेजेंट करबा ताको ही रासा प्रिंसिपल कह जाय नौटा रासा अछि छुआ जदि ताको होछ मन रखिबार टिके जदि तुमको कष्ट लागला तने एटा होछ ता निमोनिक्स एटा तुम यूज करिके तुम एटा जानि माने से मन रखिके मध्ये करि परिबो रासा कोन कोन फर्स्ट होछ सिंगार जार होछ इमोशन होछ लव एंड ब्यूटी ता भीतर जतर गोटे गोटे पढिमी सेतर भली बुझे दे एटा विष्णु दैत्य को एटा प्रेजेंटिंग करा जाय तापर होछ हास्य लाफ्टर एंड जॉय दैत्य रहिबे माने भगवान के रहिबे ता गणेश रुद्र होछ रागिबा जार होची हमर दैत्य मध्ये रुद्र रहिबे करुणा होची सैडनेस दुख यमा रहिबे तापरे विभत्स होची डिस्गस्ट और घृणा भाव तारे शिव रहिबे तापरे भयानक होची हरर माने होची हम डरी जिबा जो हरर भय एटे काळ रहिबे होची दैत्य तापरे होची वीरा रहिबे के ना हिरोइज्म और करेज हम जो साहसिकता बा वीर जो माने कोनते हमें सेही इमोशन टा को होची वीरा को जाय ए ताको इंद्र को जाय तांकर होची दैत्य अद्भुत वंडर माने जो आश्चर्य हिजवा चमक पड़िबा तो एटा अद्भुत ब्रह्मा रहिबे तांकर दैत्य तापर होची शांत शांत होची पीस और ग्लैमनेस जो हमर शांत हम पूरा जो इमोशन ता हमर अछि शांत इमोशन ता विष्णु रहिबे
ତ ଏଇ ଯେତିକି ସବୁ ପ୍ରିନ୍ସିପଲ୍ ଆଡ଼କୁ ରହିଲା, ଏଇ ଶୃଙ୍ଗାର ପ୍ରିନ୍ସିପଲ୍ରେ ଆମକୁ ଲଭ୍ ଆଣ୍ଡ ବ୍ୟୁଟି ବିଷୟରେ ପଢ଼ାଯାଇଥାଏ। ହାସ୍ୟ ପ୍ରିନ୍ସିପଲ୍ରେ ଲାଫ୍ଟର ବିଷୟରେ ପଢ଼ାଯାଇଥାଏ। ଏଇ ଯେଉଁ ଗୋଟେ ଗୋଟେ ପ୍ରିନ୍ସିପଲ୍ ରହିଲା ସେସବୁ ବିଷୟରେ ଏଇସବୁ ଆଡ଼କୁ ଗୋଟେ ଗୋଟେ ଫିଲିଙ୍ଗସ୍ ବିଷୟରେ ପଢ଼ାଯାଇଥାଏ। ଫାର୍ଷ୍ଟ ଦେଖିବା ଶୃଙ୍ଗାର। ଶୃଙ୍ଗାର ରିପ୍ରେଜେଣ୍ଟସ୍ ବ୍ୟୁଟି, ଲଭ୍, ରୋମାନ୍ସ ଆଣ୍ଡ ଆଟ୍ରାକ୍ସନ୍। ଶୃଙ୍ଗାରରେ ଆମକୁ କ'ଣ କ'ଣ ହେଉଛି ରିପ୍ରେଜେଣ୍ଟ କରିଥାଏ? ଆମକୁ ଲଭ୍, ରୋମାନ୍ସ, ହେଲା, ଯେଉଁ ଭଲ ପାଇବା, ରୋମାନ୍ସ, କାହା ପ୍ରତି ଆଟ୍ରାକ୍ଟ ହେବା, ଏସବୁ ଯେଉଁ ଫିଲିଙ୍ଗସ୍ ଆଡ଼କୁ ରହିଛି ସେସବୁ ଶୃଙ୍ଗାର ପ୍ରିନ୍ସିପଲ୍ରେ ବୁଝାଯାଇଥାଏ ବା ରିପ୍ରେଜେଣ୍ଟ କରାଯାଇଥାଏ। Often depicted through the affectionate gesture, romantic songs and stories। এই ଯେଉଁ ଭଲ ପାଇବା କିମ୍ବା ହେଉଛି ଲଭ୍ ଆଟ୍ରାକ୍ସନ୍ ଏସବୁ କେଉଁଠି ଦେଖାଯାଇଥାଏ? ହେଲା, କିଛି ସ୍ନେହପୂର୍ଣ୍ଣ ମୁହୂର୍ତ୍ତରେ ଏସବୁ ଆମର ଲଭ୍ ଆଡ଼କୁ ଦେଖାଯାଇଥାଏ, ଲଭ୍ ଆଟ୍ରାକ୍ସନ୍ ଦେଖାଯାଇଥାଏ। ରୋମାଣ୍ଟିକ୍ ସଙ୍ଗ୍ରେ ମଧ୍ୟ ସେଠି ତୁମେ ହେଉଛି ଦେଖିପାରିବ ଶୃଙ୍ଗାରର ହେଉଛି ଶୃଙ୍ଗାର ପ୍ରିନ୍ସିପଲ୍ ଦେଖିପାରିବ କିମ୍ବା ଲଭ୍ ଆଣ୍ଡ ଆଟ୍ରାକ୍ସନ୍ ଦେଖିପାରିବ। ଆଉ କିଛି କିଛି ଲଭ୍ ଷ୍ଟୋରିଜ୍ର ମଧ୍ୟ ତୁମେ ଏ ଆଡ଼କୁ ଦେଖିପାରିବ। ଏକ୍ଜାମ୍ପଲ୍ ଦେଇକି ବୁଝିବା, ଆମର ଶୃଙ୍ଗାର ପ୍ରିନ୍ସିପଲ୍ର ଗୋଟେ ଏକ୍ଜାମ୍ପଲ୍। In a classical dance, a performance depicting a love story between Radha and Krishna, this expression of longing, affection and beauty reflect the emotion of love। ଏ ଯେଉଁ କ୍ଲାସିକାଲ ଡ୍ୟାନ୍ସରେ ଯେଉଁ ଗୋଟେ ଧର ଗୋଟେ ନର୍ତ୍ତକୀ ଜଣେ ପରଫର୍ମାନ୍ସ କରୁଛନ୍ତି, ରାଧାକୃଷ୍ଣଙ୍କର ଲଭ୍ଟାକୁ ସେ ଲୋକମାନଙ୍କୁ ଦର୍ଶାଉଛନ୍ତି, ହେଲା, ଗୋଟେ ଏକ୍ସପ୍ରେସନ୍ ଦେଇକି ରାଧାକୃଷ୍ଣଙ୍କ ଭିତରେ ଯେଉଁ ଲଭ୍ଟାକୁ ସେଇଟା ଅଡ଼ିଏନ୍ସମାନଙ୍କୁ ଦର୍ଶାଉଛନ୍ତି। ସେଠି ଯେଉଁ ଇମୋସନ୍ଟା ସେମାନେ ଦେଖେଇଥାନ୍ତି ସେଇଟା ହେଉଛି ଶୃଙ୍ଗାର ର ହେଉଛି ରାସ ଶୃଙ୍ଗାର ଯେଉଁ ପ୍ରିନ୍ସିପଲ୍ ଅଛି ତାର ଭିତରେ ଯିବ, ଆଉ ସେ ଇମୋସନ୍ଟାକୁ ଲଭ୍ କୁହାଯାଏ। ତାପରେ ହେଉଛି ହାସ୍ୟ। ହାସ୍ୟ କ'ଣ କହିଥାଏ? ହାସ୍ୟ ଇଭୋକ୍ସ ଲାଫ୍ଟର, ଜୟ ଆଣ୍ଡ ଆମ୍ୟୁଜମେଣ୍ଟ। ହାସ୍ୟ ପ୍ରିନ୍ସିପଲ୍ରେ ଆମେ ହାସ୍ୟ ଦେଖିବା ଦ୍ୱାରା ଆମ ମନରେ ଗୋଟେ ଆମେ ଖୁସି ହେଇଥାଉ, ଆମେ ହସିଥାଉ, ଗୋଟେ ଆମ୍ୟୁଜମେଣ୍ଟ ଗୋଟେ ଆସିଥାଏ। ସିନ୍ ଇନ୍ କମେଡି ପରଫର୍ମାନ୍ସ ଆଣ୍ଡ ଲାଇଟ୍ ହାର୍ଟେଡ୍ ସିଚୁଏସନ୍। କମେଡି ପରଫର୍ମାନ୍ସ ଯେତେବେଳେ କମେଡି ହେଇଥାଏ କିମ୍ବା ଲାଇଟ୍ ହାର୍ଟେଡ୍ କିଛି ଗୋଟେ ସିଚୁଏସନ୍ ଆସିଥାଏ, କିଏ ଗୋଟେ ଜୋକ୍ ମାରିଦିଏ, ସେତେବେଳେ ଆମେ କ'ଣ ଥାଉ? ହସିଥାଉ। ସେଇଟା ହେଉଛି ହାସ୍ୟ ପ୍ରିନ୍ସିପଲ୍ର ଲାଫ୍ଟର और ହ୍ୟୁମର ଭିତରେ ସବୁ। ଏକ୍ଜାମ୍ପଲ୍ ଦେବା, ଇଣ୍ଡିଆନ୍ କମେଡିକ୍ ପରଫର୍ମାନ୍ସ ଅଫ୍ଟନ୍ ୟୁଜେସ୍ ଏକ୍ଜାଗ୍ରେଟେଡ୍ ଫିଜିକାଲ୍ ଗେସ୍ଚର ଓ ୱିଟି ଡାଇଲଗ୍ସ ଟୁ କ୍ରିଏଟ୍ ଲାଫ୍ଟର। ଯେଉଁ ଆମର ଇଣ୍ଡିଆନ୍ କମେଡିକ୍ ଯେଉଁ ହେଉଛି କପିଲ ଶର୍ମା ଶୋ କୁହ କିମ୍ବା ଅଲଗା କୌଣସି କମେଡିକ୍ ଶୋ କୁହ, ସେଠି କ'ଣ କରାଯାଏ? କିଛି ଫିଜିକାଲ୍ ଗେସ୍ଚର କରାଯାଏ, ମାନେ କିଛି ଫିଜିକାଲ୍ ଆକ୍ଟିଭିଟି କରାଯାଏ ଯେଉଁଠି ହେଉଛି ଆମେ ହସିଥାଉ, ତାଙ୍କ ପରଫର୍ମାନ୍ସ ଦେଖିକି ତାଙ୍କ ଅଙ୍ଗଭଙ୍ଗୀ ଦେଖିକି ଆମେ ହସିଥାଉ, ହେଲା, କିମ୍ବା ଏମିତି କିଛି ଡାଇଲଗ୍ ମାନେ ଉଚ୍ଚାରଣ କରାଯାଏ ଯାହା ଆମକୁ ହସ ଆଣିଥାଏ। ସେଇଟା ହେଉଛି ହାସ୍ୟ ପ୍ରିନ୍ସିପଲ୍ ଭିତରେ। ଦେଖ, ବହିରେ ଯେଉଁ ଛୁଆ ତାର ଅଛି ସିଆଡ଼କୁ ଇଆଡ଼କୁ ଏତେ ବି ଏମିତା ନାହିଁ। ତ ବହିରେ ଯେଉଁ ଆଡ଼କୁ ଲେଖି ସେ ଯଦି ମୁଁ ସେଠି ସିଆଡ଼କୁ ଏଠି ଲେଖିଥାନ୍ତି ତାହେଲେ ସିଆଡ଼କୁ ତୁମ ଏକ୍ଜାମ୍ପଲ୍ ମନେ ପଡ଼ିବ। ଯେଉଁଟାକୁ ତୁମେ ଏକ୍ଜାମ୍ପଲ୍ ସଡନ୍ଲି ମନେ ପଡ଼ିଯିବ, ଯେଉଁଟା ତୁମେ ଗୋଟେ ଏକ୍ଜାମ୍ପଲ୍ ଦେଇପାରିବ କିମ୍ବା କେଉଁଠି ସେଇ ହାସ୍ୟ ପ୍ରିନ୍ସିପଲ୍ ଆଡ଼କୁ ୟୁଜ୍ କରାଯାଏ ସେ ଆଡ଼କୁ ଲେଖିପାରିବ। ଆଉ ତା'ର ମାନେ କ'ଣ ଏଇଟା ମୁଁ ଲେଖିଛି, ଯାହାଦ୍ୱାରା ତୁମର ଏକ୍ଜାମ୍ରେ ତୁମେ ଖାତାରେ ମଧ୍ୟ ଫୁଲ୍ କରିପାରିବ ଆଉ ତୁମ ସଡନ୍ଲି ମନେ ମଧ୍ୟ ପଡ଼ିଯିବ। ତାପରେ ହେଉଛି କରୁଣା, କମ୍ପାସନ୍ ଅର୍ ସ୍ୱର। ରିପ୍ରେଜେଣ୍ଟସ୍ ସାଡନେସ୍, ଗ୍ରିଫ୍ ଆଣ୍ଡ ସିମ୍ପାଥି। କରୁଣାରେ ଆମେ କ'ଣ ଥାଏ? ଏଇଟା କେଉଁ କାହା ଫିଲିଙ୍ଗକୁ ରିପ୍ରେଜେଣ୍ଟ କରିଥାଏ? ମନର ଦୁଃଖ ବା ସିମ୍ପାଥି କାହାକୁ ଗୋଟେ ଦେଉଛ, ସହାନୁଭୂତି ଦେଉଛ, ସେସବୁ ଆଡ଼କୁ କରୁଣା ହେଉଛି ରିପ୍ରେଜେଣ୍ଟ କରିଥାଏ। ଏକ୍ସପ୍ରେସ୍ଡ ଥଟ୍, ଇମୋସନାଲ୍ ସେନ୍ସ ଅଫ୍ ଲସ୍ ଅର୍ ସଫରିଂ। ଯଦି କାହାକୁ ତୁମେ ଲସ୍ କରିଦେଉଛ କିମ୍ବା କିଛି ଗୋଟେ ତୁମ କତିରୁ ଗୋଟେ ସଫର କେଉଁଟାରେ ଗୋଟେ କରୁଛ, ସେତେବେଳେ ହେଉଛି କ'ଣ ହେବ? ଯେଉଁ ଇମୋସନାଲ୍ ସେନ୍ସ ଗୋଟେ ଦେଖିଥାନ୍ତି ସେଇଟା ହେଉଛି ଆମର କରୁଣା, ସେଇଟା ଏକ୍ସପ୍ରେସ୍ କରିଥାଏ। ଏ ମଦର୍ସ ଟିୟରଫୁଲ୍ ଫେୟାରୱେଲ୍ ଟୁ ହର୍ ଚାଇଲ୍ଡ ସେଣ୍ଡିଂ ହିମ୍ ଅଫ୍ ଏ ଡିଷ୍ଟାନ୍ସ ଲ୍ୟାଣ୍ଡ ଇଭୋକ୍ସ ଡିପ୍ ସାଡନେସ୍। ଯେତେବେଳେ ଗୋଟେ ମାଆଟେ ତା ପିଲାକୁ ଦୂରକୁ ପଠାଇଥାଏ ତ ସେତେବେଳେ ତା ମନ ଭିତରେ ଯେଉଁ ଇମୋସନ୍ଟା ଥାଏ ସେଇଟା ହେଉଛି ସାଡନେସ୍ ଅର କରୁଣାର ଗୋଟେ ଏକ୍ଜାମ୍ପଲ୍। ତାପରେ ହେଉଛି ରୁଦ୍ର। ରୁଦ୍ର ମାନେ କ'ଣ? ରାଗ। ଇଭୋକ୍ସ ଏଙ୍ଗର, ରେଜ୍ ଅର ଭାয়োଲେନ୍ସ। ରୁଦ୍ର କ'ଣ ହେଉଛି ଆମକୁ ଇଭୋକ୍ କରିଥାଏ ବା କ'ଣ ତାକୁ କେଉଁ ଇମୋସନ୍ ଆଡ଼କୁ କାଟିଥାଏ? ରାଗ ଆଉ କିମ୍ବା ଭାয়োଲେନ୍ସର ଆମର ଇମୋସନ୍ ଆଡ଼କୁ କାଟିଥାଏ। ସିନ୍ ଇନ୍ ଇଣ୍ଟେନ୍ସ ସିଚୁଏସନ୍ ଇନଭଲ୍ଭିଂ କନଫ୍ଲିକ୍ଟ ଅର ଷ୍ଟ୍ରଙ୍ଗ ଇମୋସନ୍। ଯେଉଁ ସିନ୍ରେ ମୁଭିର କିମ୍ବା ଡ୍ୟାନ୍ସର ଯେଉଁ ସିନ୍ରେ ଆମେ କିଛି ଗୋଟେ କନଫ୍ଲିକ୍ଟ ବା ଗୋଟେ ଯୁଦ୍ଧ କିମ୍ବା ଗୋଟେ ଷ୍ଟ୍ରଙ୍ଗ ଇମୋସନ୍କୁ ଗୋଟେ ରାଗର ଷ୍ଟ୍ରଙ୍ଗ ଇମୋସନ୍କୁ ବୁଝିବା ପାଇଁ ଚାହିଁଥାନ୍ତି, ସେଠି ହେଉଛି ଏଇ ରୁଦ୍ର ଆମେ ୟୁଜ୍ କରିଥାନ୍ତି। ଏକ୍ଜାମ୍ପଲ୍, ଦ କ୍ୟାରେକ୍ଟର ଅଫ୍ ରାବଣ ଇନ୍ ରାମାୟଣ ଏକ୍ସପ୍ରେସିଂ ହିଜ୍ ଫ୍ୟୁରି ଆଣ୍ଡ ଏଙ୍ଗର ଏଜ୍ ହି କନଫ୍ରଣ୍ଟସ୍ ଲର୍ଡ ରାମ। ଯେତେବେଳେ ରାବଣ ଯେତେବେଳେ ହେଉଛି ରାମ ସାଙ୍ଗରେ ଯେତେବେଳେ ଯୁଦ୍ଧ କରୁଛି, ସେ ଯେଉଁ ଏକ୍ସପ୍ରେସନ୍ ଦେଉଛି, ଯେଉଁ ରାଗର ଯେଉଁ ଏକ୍ସପ୍ରେସନ୍ଟା ଦେଉଛି, ସେଇଟା ହେଉଛି ଯେତେବେଳେ ଯଦି ସେଭଳିଆ ହେଉଛି ତୁମେ ଗୋଟେ ଆକ୍ଟିଂର କରିବ, ସେତେବେଳେ ରୁଦ୍ରର ସେଇଭଳିଆ ଏଙ୍ଗର ଫିଲିଂ ତୁମେ ସେଠି ଦେବ। ତାପରେ ବୀରା। ବୀରା କ'ଣ ନା ହିରୋଇଜିମ୍ ଅର କରେଜ୍ କ'ଣ ରିପ୍ରେଜେଣ୍ଟ କରିଥାଏ? ବ୍ରେଭେରି, ହିରୋଇଜିମ୍ ଅର ଭାଲୋର। ମାନେ ବୀରା ଯେଉଁ ହେଉଛି ଆମର କନସେପ୍ଟଟା ରହିଲା, ସେ କ'ଣ ରିପ୍ରେଜେଣ୍ଟ କରିଥାଏ? କିଛି ଗୋଟେ ବ୍ରେଭ୍ ଜିନିଷ, ସାହସିକତାର କିମ୍ବା ହିରୋଇଜିମ୍ର ଗୋଟେ ହେଉଛି ରିପ୍ରେଜେଣ୍ଟ କରିଥାଏ। ଡିପିକ୍ଟେଡ୍
through the stories of courage, war and dream. ଯେତେବେଳେ ଆମେ ଗୋଟେ ଷ୍ଟୋରି କରୁଛନ୍ତି ଯୋଉଟା ଆମର ଗୋଟେ ବୀର ଯୋଉଟା ହେଉଛି ଗୋଟେ ଆର୍ମି ଷ୍ଟୋରିଟେ କରୁଛନ୍ତି କିମ୍ବା ୱାର୍ର ଗୋଟେ ଷ୍ଟୋରି କରୁଛନ୍ତି ହେଲା କାହାକୁ ଗୋଟେ ଟ୍ରିମ୍ପ ଦେଉଛନ୍ତି ତ ସେଠି ହେଉଛି ଯେଉଁ ଆମେ ଇମୋସନଟା ଦେଖେଇଥାନ୍ତି ସେଇଟା ବୀରର ଇମୋସନ ହେଇଥାଏ। In the Ramayana, the Lord Rama's courageous battle against Ravana to rescue Sita. The emotion of bravery and heroism is one rasa. ଯେତେବେଳେ ଆମେ ଗୋଟେ ରାମାୟଣ ଯେତେବେଳେ ପାଠନ କରୁଛୁ ଗୋଟେ ଡ୍ରାମା ସେଠି ଯେଉଁ ରାମ ଯେଉଁ ହେଉଛି ରାବଣ ସହିତ ଯୁଦ୍ଧ କରିକି ସୀତାଙ୍କୁ ଯେଉଁ ହେଉଛି ଆଣୁଛି ତ ସେଠି ହେଉଛି ଯେଉଁ ରାମଙ୍କର ଯେ କ୍ୟାରେକ୍ଟର ଦେଖେଇ ଇଏ କରିଥିବ ତାର ଯେଉଁ ଇମୋସନଟା ଥିବ ସେଇଟା ହେଉଛି ଆମେ କହିବା କ'ଣ ବ୍ରେଭେରି ଅର୍ ହିରୋଇଜିମ୍ର ଗୋଟେ ଏକ୍ଜାମ୍ପଲ୍। ତାପରେ ଭୟାନକ ଭୟାନକ କ'ଣ ଫିଅର୍ ଅର୍ ଟେରର ଭୟାନକ ଯେଉଁ ରାସା ଅଛି ସିଏ କନଭେ କ'ଣ କରିଥାଏ ଫିଅର୍ ଡ୍ରେଡ୍ ଅର୍ ହରରକୁ ହେଉଛି କନଭେ କରିଥାଏ। ଏକ୍ସପ୍ରେସ୍ through the suspenseful, thrilling and dangerous moment. এটা କେତେବେଳେ ଏକ୍ସପ୍ରେସ୍ ହେଇଛି ଭୟାନକ ଯେଉଁ ଆମର ହେଉଛି ଫିଲିଂସଟା ଅଛି ସେଟା କେତେବେଳେ ଆମେ ଏକ୍ସପ୍ରେସ୍ କରିଥାଉ ଯେତେବେଳେ ଗୋଟେ ସସ୍ପେନ୍ସଫୁଲ୍ ହେଉଛି ଆମର ମୋମେଣ୍ଟରେ ଆମେ ପଶି ଯାଇଥାଉ କିମ୍ବା ଗୋଟେ ଥ୍ରିଲିଂ କିମ୍ବା ଡେଞ୍ଜରିୟସ୍ ମୋମେଣ୍ଟରେ ଗୋଟେ ପଶି ଯାଇଥାଉ ଆମେ ଯେତେବେଳେ ଏକ୍ସପ୍ରେସନ୍ ଦେବା ତାକୁ ହେଉଛି ସେଠି ଆମେ ଭୟାନକର ମାନେ କ'ଣ ଏକ୍ସାମ୍ପଲ୍ ନେବା। ଏକ୍ସାମ୍ପଲ୍ କ'ଣ ନା ଇନ୍ ଦ ହରର ଫିଲ୍ମ ଭୂତ ଦ ଟେରିଫାଇଂ ସିଚୁଏସନ୍ ଇନଭଲ୍ଭସ୍ ଦ ସ୍ପିରିଟ୍ ଇଭକ୍ ଫିଅର୍ ଆଣ୍ଡ ସସ୍ପେନ୍ସ ଇନ୍ ଦ ଅଡ଼ିଏନ୍ସ। ଯେତେବେଳେ ଆମେ କିଛି ଗୋଟେ ହରର ମୁଭି ବନାଉଛନ୍ତି ସେଠି ଯେଉଁ ହିରୋମାନେ ଥିବେ କିମ୍ବା ଯେତେବେଳେ ଯେଉଁ କ୍ୟାରେକ୍ଟରମାନେ ଥିବେ ସେ ଯେଉଁ ସିଚୁଏସନ୍ ଯେଉଁ ଇମୋସନଟା ଯେଉଁ ହେଉଛି ଲୋକମାନଙ୍କୁ ଦର୍ଶାଇଥାନ୍ତି ସେଇଟା ହେଉଛି ଭୟାନକର ଏକ୍ସାମ୍ପଲ୍। ତାପରେ ହେଉଛି କ'ଣ ବିଭାସ୍ୟା ଗୋଟେ ଡିସ୍କଷ୍ଟ ଅର୍ ଆଭେର୍ସନ୍ ମାନେ ଘୃଣା ଭାବ ଇଭକ୍ସ ଫିଲିଂ ଅଫ୍ ଡିସ୍କଷ୍ଟ ଅର୍ ରିପଲ୍ସନ୍ ଘୃଣା ଭାବ ଯେତେବେଳେ ଆମ ମନ ଭିତରୁ ଆସିଥାଏ। ସିନ୍ ଇନ୍ ମୋମେଣ୍ଟସ୍ ଅଫ୍ ଗ୍ରୋଟେସ୍କ ଅର୍ ଅନପ୍ଲେଜେଣ୍ଟ ସିଚୁଏସନ୍ କେତେବେଳେ ଏଇ ଯେଉଁ ବିବାସ ସିନ୍ଟା ଆସିଥାଏ ଯେତେବେଳେ ଆମେ ଗୋଟେ ଅନପ୍ଲେଜେଣ୍ଟ ସିଚୁଏସନ୍ରେ ଅଛନ୍ତି ଅପ୍ରୀତିକର ସିଚୁଏସନ୍ରେ ରହିଛନ୍ତି ସେତେବେଳେ ହେଉଛି ଏଇ ହେଉଛି ସିନ୍ଟା ଏଇ ହେଉଛି ମନର ଭାବଟା ଦର୍ଶାଇଥାନ୍ତି। ଏକ୍ସାମ୍ପଲ୍ ସିଂ ଏ ଡାର୍ଟି ଓଭରଫ୍ଲୋଇଂ ଡ୍ରେନ୍ ଇନ୍ ଏ କ୍ରାଉଡେଡ୍ ଷ୍ଟ୍ରିଟ୍ ମେକିଂ ପିପୁଲ୍ ଟର୍ନ ଏୱେ ଡିସ୍କଷ୍ଟ ଯେତେବେଳେ ଲୋକମାନେ ଗୋଟେ ଗହଳିପୂର୍ଣ୍ଣ ଜାଗାରେ ଗୋଟେ ଡାର୍ଟି ଡ୍ରେନ୍ଟେ ଗୋଟେ ଫୁଲ୍ ହେଉଛି ଓଭରଫ୍ଲୋଇଂ ହେଉଛି ସେତେବେଳେ ଲୋକମାନେ କ'ଣ କରିଥାନ୍ତି ଘୃଣା ଭାବରେ ତା ଦେହରୁ ଦୂରେଇ ଯାଇଥାନ୍ତି ସେଇଟା ହେଉଛି ବିବାସର ଏକ୍ସାମ୍ପଲ୍। ଅଦ୍ଭୁତ ମାନେ ହେଉଛି ଆଶ୍ଚର୍ଯ୍ୟ ରିପ୍ରେଜେଣ୍ଟ ୱାଣ୍ଡର ଅର୍ ସରପ୍ରାଇଜ୍ এটা ହେଉଛି କ'ଣ ଗୋଟେ ଆଶ୍ଚର୍ଯ୍ୟକୁ ହେଉଛି ରିପ୍ରେଜେଣ୍ଟ କରିଥାଏ এই ରାସାଟା। ଏକ୍ସପ୍ରେସ୍ଡ ଥ୍ରୋ ଦି ମ୍ୟାଜିକାଲ୍ ଅର୍ ଏକ୍ସଟ୍ରାଅର୍ଡ଼ିନାରୀ ଇଭେଣ୍ଟସ୍ ଏଇ ଯେଉଁ ଅଦ୍ଭୁତ ଯେଉଁ ଅଛି କିମ୍ବା ଏଇ ଯେଉଁ ସରପ୍ରାଇଜ୍ ଭାବଟା ଅଛି କେଉଁଠି ଏକ୍ସପ୍ରେସ୍ ହେଇଥାଏ ଆମେ ଯେତେବେଳେ ମ୍ୟାଜିକ୍ ଦେଖିଥାନ୍ତି ବା କିଛି ଏକ୍ସଟ୍ରାଅର୍ଡ଼ିନାରୀ ଇଭେଣ୍ଟ ଯେଉଁଗୁଡ଼ାକ ଆମର ଚକିତ ହେଇଯିବା ସେଟାକୁ ଆଗରୁ କେବେ ଦେଖିନଥିବା ସେଇଗୁଡ଼ା ଦେଖିଥାନ୍ତି। ଏକ୍ସାମ୍ପଲ୍ କ'ଣ ଚାଇଲ୍ଡ ଆଇଜ୍ widening in surprise as they see a magician pull a rabbit out of the hat ଯେତେବେଳେ ଗୋଟେ ମ୍ୟାଜିସିଆନ୍ଟେ ଗୋଟେ ଟୋପି ଭିତରୁ ଗୋଟେ ରାବିଟ୍ଟେ କାଢ଼ୁଛି ସେତେବେଳେ ଚାଇଲ୍ଡର ଯେଉଁ ଆଇଟା ପୁରା ସରପ୍ରାଇଜ୍ରେ ଭରି ଯାଉଛି ତ ସେଇଟା ହେଉଛି ଅଦ୍ଭୁତର ଗୋଟେ ଏକ୍ସାମ୍ପଲ୍। ତାପରେ ଶାନ୍ତ କ'ଣ ପିସ୍ ଇଭକ୍ସ କାମ୍ ପିସ୍ ଗୋଟେ ସେରେନିଟି ଯେତେବେଳେ ଗୋଟେ ଆମେ ଶାନ୍ତିର ଗୋଟେ ହେଉଛି ଯେତେବେଳେ ସିଚୁଏସନ୍କୁ ପକାଉଛନ୍ତି କିମ୍ବା ଗୋଟେ ଏକ୍ସପ୍ରେସନ୍ ଦେଉଛନ୍ତି ସେଇଟା ହେଉଛି ଶାନ୍ତର ଗୋଟେ ଏକ୍ସାମ୍ପଲ୍। ସିନ୍ ଇନ୍ ମେଡିଟେଟିଭ୍ ରିଫ୍ଲେକ୍ଟିଭ୍ ଆଣ୍ଡ ପିସ୍ଫୁଲ୍ ସିଚୁଏସନ୍ ଯେତେବେଳେ ଆମେ ଗୋଟେ ଶାନ୍ତିପୂର୍ଣ୍ଣ ସିଚୁଏସନ୍କୁ ଆମେ ହେଉଛନ୍ତି ଏକ୍ସପ୍ରେସ୍ କରିବା ପାଇଁ ଚାହୁଁଛନ୍ତି ସେଠି ୟାର ଏକ୍ସାମ୍ପଲ୍ ୟାର ଗୋଟେ ହେଲ୍ପ ନିଆଯାଏ। ଏକ୍ସାମ୍ପଲ୍ କ'ଣ ନା ସିଟିଂ ବାଇ ଦି କାମ୍ ଲେକ୍ ଏଟ୍ ଡାଉନ୍ ୱିଥ୍ ଦ ସାଉଣ୍ଡ ଅଫ୍ ଜେଣ୍ଟେଲ୍ ୱେଭ୍ସ ଫିଲିଂ ଦ ମାଇଣ୍ଡ ୱିଥ୍ ପିସ୍ ଆଣ୍ଡ ସେରେନିଟି ଯେତେବେଳେ ତୁମେ ଗୋଟେ ଲେକ୍ ପାଖରେ ବସିଛ ୱେଭ୍ର ସାଉଣ୍ଡଟାକୁ ଶୁଣୁଛ ସେତେବେଳେ ଗୋଟେ ଶାନ୍ତିପୂର୍ଣ୍ଣ ପରିବେଶରେ ତୁମେ ଗୋଟେ ଏକ୍ସପ୍ରେସନ୍ ଦେଉଛ ସେଟା ହେଉଛି ୟା ଭିତରେ ଯିବ। ତାପରେ ପଢ଼ିବା ଇମ୍ପୋର୍ଟାନ୍ସ ଅଫ୍ ଆର୍ଟ ଇନ୍ ଏଜୁକେସନ୍ ଯଦି ଛୁଆ ଭିଡ଼ିଓଟା ତୁମକୁ ସ୍ଲୋ ଲାଗୁଥିବ ତୁମେ ହେଉଛି ତାକୁ ହେଉଛି ସ୍ପିଡ୍ କରିକି କରିପାରିବ ଜାଣିଛି ଟିକେ ଭିଡ଼ିଓଟା ଲେନ୍ଥି ହେଇଥିବ କାରଣ ଟିକେ ବୁଝେଇକି ମୁଁ କହୁଛି ଛୁଆଙ୍କର ଏଇଟା ଏତେ ଜଲ୍ଦି ମନେ ରୁହେନି ଆଉ ସେ ହେଉଛି ପରୀକ୍ଷାରେ ସବୁ ଏଣିକି ଲେଖିଦିଏ ସେଥିପାଇଁ ଏଇଟା ମୁଁ ବୁଝେଇକି ଟିକେ କହୁଛି। ତା ଇମ୍ପୋର୍ଟାନ୍ସ ଅଫ୍ ଆର୍ଟସ୍ ଇନ୍ ଏଜୁକେସନ୍ ଏଇଟା ବହୁତ ଇମ୍ପୋର୍ଟାନ୍ସ ଛୁଆ କ୍ୱେଶ୍ଚିନ୍ଟା ହେଇପାରିବ ଯେ ଆମ ଏଜୁକେସନ୍ର ଆର୍ଟ୍ସର କ'ଣ କ'ଣ ଇମ୍ପୋର୍ଟାନ୍ସ ଅଛି। Arts are a vital subject of education, contributing a well-rounded learning experience. ଆର୍ଟଟା ଆମ ଏଜୁକେସନ୍ର ବହୁତ ଗୁରୁତ୍ୱପୂର୍ଣ୍ଣ ସବଜେକ୍ଟ ଯାହାଦ୍ୱାରା ପିଲାମାନଙ୍କର ଗୋଟେ ୱେଲ୍-ରାଉଣ୍ଡେଡ୍ ଲର୍ଣ୍ଣିଂ ଏକ୍ସପିରିଏନ୍ସ ହେଇଥାନ୍ତି ସେମାନେ ଏକାଡେମିକ୍ କ୍ଷେତ୍ରରେ ବି ବହୁତ ଭଲ କରିଥାନ୍ତି ଡ୍ରଇଂରେ ଭଲ କରିଥାନ୍ତି ଆଉ ଯେଉଁ ମ୍ୟୁଜିକ୍ କିମ୍ବା ପରଫର୍ମାନ୍ସରେ ମଧ୍ୟ ଭଲ କରିଥାନ୍ତି ଗୋଟେ ଅଲରାଉଣ୍ଡର ଡେଭଲପମେଣ୍ଟ ଗୋଟେ ହେଇଥାଏ ପିଲାମାନଙ୍କର। ଆର୍ଟ ଏନକରେଜେସ୍ ଇମୋସନାଲ୍ ଏକ୍ସପ୍ରେସନ୍ ଆଣ୍ଡ ସପୋର୍ଟ ଦି ଡେଭଲପମେଣ୍ଟ ଅଫ୍ ଇମୋସନାଲ୍ ଇଣ୍ଟେଲିଜେନ୍ସ। ଆର୍ଟ ଆମକୁ କ'ଣ ଏନକରେଜ୍ କରିଥାଏ ଯେ ଆମ ମନ ଭିତରେ ଯେଉଁ ଇମୋସନାଲ୍ ଏକ୍ସପ୍ରେସନ୍ ଆଡ଼କୁ ସେଟାକୁ ସବୁ ଏନକରେଜ୍ କରିଥାଏ ଆମ ମନ ଭିତରେ ଯେଉଁ ଦୁଃଖ ଖୁସି ଏସବୁ ଯେଉଁ ଏକ୍ସପ୍ରେସନ୍ ଆଡ଼କୁ ଅଛି ତାକୁ ସବୁ ଏନକରେଜ୍ କରିଥାଏ ଯେ ବାହାରକୁ ଆଣ। ତା ଛଡ଼ା ଆମର ଯେଉଁ ଇମୋସନାଲ୍ ଇଣ୍ଟେଲିଜେନ୍ସକୁ ମଧ୍ୟ ଇଏ ଡେଭଲପମେଣ୍ଟ କରିଥାଏ। ଇମୋସନାଲ୍ ଇଣ୍ଟେଲିଜେନ୍ସ ବିଷୟରେ ମୁଁ ଲର୍ଣ୍ଣିଂ ଟିଚିଂର ୟୁନିଟ୍ 5 ପୁରା ଭଲ ଡିପ୍ଲି କହିଦେଇଛି ଯେଉଁମାନେ ନ ଦେଖିଥିବେ ସେଟା ଯାଇ ସେଇ କ୍ଲାସ୍ଟା କରିବେ କେବେ। ଇମୋସନାଲ୍ ଇଣ୍ଟେଲିଜେନ୍ସ ମାନେ ନିଜ ମନ ଭିତରେ ଯେଉଁ ଇମୋସନ୍ ଆଡ଼କୁ ରହିଛି ତାକୁ ବୁଝିବା ତା ଛଡ଼ା ଅନ୍ୟମାନଙ୍କର ଯେଉଁ ଇମୋସନ୍ ଆଡ଼କୁ ରହିଛି ତାକୁ ବୁଝିବା ତ ସେଇ ଆଡ଼କୁ ଡେଭଲପମେଣ୍ଟ କିଏ କରିଥାଏ ଆର୍ଟ୍ସ ଆମ ମନ ଭିତରେ କରିଥାଏ। କିଛି କିଛି ଗାଇଡ଼ିଂ ପ୍ରିନ୍ସିପଲ୍ ଅଛି ଆର୍ଟ୍ସ ଏଜୁକେସନ୍ର ଦେଖିବା। ଆର୍ଟ୍ସ ଏଜୁକେସନ୍ ପ୍ରମୋଟ୍ସ କ'ଣ ନା ଇନକ୍ଲୁସିଭନେସ୍ ଆକ୍ରସ୍ ଅଲ୍ ଗ୍ରୁପ୍ସ
ମାନେ ଆର୍ଟ ଏଜୁକେସନ୍ ଇନକ୍ଲୁସିଭନେସ୍ ଆଣିଥାଏ। ଇନକ୍ଲୁସିଭନେସ୍ କ'ଣ ନା ଯେଉଁ ପ୍ରକାରର ଛୁଆ ହେଉଥାନ୍ତୁ ନା କାହିଁକି ସେ ଡିଫରେଣ୍ଟ ଜାତିର ହେଇଥାଉ, ସେ ଡିଫରେଣ୍ଟ ଧନୀ କରିବାରୁ ଆସିଥାଉ, ଡିଫରେଣ୍ଟ ଟାଇପ୍ ଅଫ୍ ଜେଣ୍ଡର ପୁଅ ଝିଅ ହେଇଥାନ୍ତୁ, ଏଜ୍ର ଆସିଥାଉ, ସମସ୍ତଙ୍କୁ ଯେତେବେଳେ ଗୋଟିଏ ଜାଗାରେ ଆମେ ମିଶିକି ପାଠ ପଢ଼େଇଥାନ୍ତି ତ ତାକୁ ହିଁ ଆମେ ଇନକ୍ଲୁସିଭନେସ୍ କହିଥାନ୍ତି। ଆର୍ଟ ଏଜୁକେସନ୍ କ'ଣ କରିଥାଏ ନା ଡିଫରେଣ୍ଟ ଟାଇପ୍ ଅଫ୍ ଯେଉଁ ଲୋକମାନେ ରହିଲେ ସମସ୍ତଙ୍କୁ ଆଣିକି ଗୋଟିଏ ଜାଗାରେ ମିଶେଇକି ପାଠ ପଢ଼ିଥାଏ। ତୁମେ ଗୋଟେ ଡ୍ୟାନ୍ସ ସ୍କୁଲ ଯିବ, ସେଠି କ'ଣ ପୁଅ ଝିଅଙ୍କ ଭିତରେ ମାନେ ଯେଉଁ ବାଛାବରଣ କରାଯାଇନି। ତୁମେ ହେଉଛି ଡ୍ରଇଂ ସ୍କୁଲରେ ବି ସେଠି ଡିଫରେଣ୍ଟ ଟାଇପ୍ ଅଫ୍ ଲୋକ ଆସିକି ପାଠ ପଢ଼ି ପାରିଥାନ୍ତି, ଗୋଟେ ବୁଢ଼ା କିମ୍ବା ଗୋଟେ ଯବାନ ଲୋକ ସମସ୍ତେ ଆସିକି କିଛି ନା କିଛି ପରଫର୍ମାନ୍ସ ଦେଇଥାନ୍ତି। ତୁମେ ହେଉଛି ଯେତେବେଳେ ଯିବ ହେଉଛି ଯେଉଁ ଆମର ଡ୍ରାମା ସ୍କୁଲ ମାନଙ୍କର ସେଠି ସବୁ ହେଉଛି ଡିଫରେଣ୍ଟ ଏଜ୍ର ସବୁ ଲୋକମାନେ ଦେଖିବାକୁ ପଡ଼ିବେ। ଦ୍ୟାଟ୍ ଇଜ୍ ଇନକ୍ଲୁସିଭନେସ୍ ପ୍ରମୋଟ୍ କରିଥାଏ। ପ୍ରମୋଟ୍ ହାଇ କ୍ୱାଲିଟି ଅଫ୍ ଆର୍ଟ ଇନଷ୍ଟ୍ରକ୍ସନ୍ ଫୋକସିଂ ଅନ୍ ଇଣ୍ଟରକଲଚରାଲ ଏକ୍ସଚେଞ୍ଜ। ଆର୍ଟ ଏଜୁକେସନରେ ଆମେ ଡିଫରେଣ୍ଟ ଟାଇପ୍ ଅଫ୍ କଲଚର ବିଷୟରେ ବୁଝିଥାନ୍ତି। ଯେ ତାଙ୍କ ଯେଉଁ ଛୁଆମାନେ ରହିଲେ ସେ ବିଭିନ୍ନ ପ୍ରକାର କଲଚରରୁ ଆସିଥାନ୍ତି ଆଉ ନିଜ ନିଜ କଲଚର ବିଷୟରେ ଅନ୍ୟ ଛୁଆମାନଙ୍କୁ ସବୁ କହିଥାନ୍ତି। ଦ୍ୟାଟ୍ ଇଜ୍ ଇଣ୍ଟର କଲଚରାଲ ଏକ୍ସଚେଞ୍ଜ, ଯାହାଦ୍ୱାରା ହାଇ କ୍ୱାଲିଟିର ଆର୍ଟ ସବୁ ଆମକୁ ପାଇଥାନ୍ତି। ଯେଉଁ ସବୁ ହେଉଛି ଡ୍ରାମା ହେଉଛି, ମ୍ୟୁଜିକ୍ ହେଉଛି, ସେ ସବୁ ହାଇ କ୍ୱାଲିଟିର ଆମେ ସବୁ ଇନଷ୍ଟ୍ରକ୍ସନ୍ ତାଥିରୁ ଆମେ ପାଇଥାନ୍ତି। Foster cultural identity through language and promote literacy in artistic languages. ଆର୍ଟ ଏଜୁକେସନ୍ ଦ୍ୱାରା ଆମେ ନିଜର ଗୋଟେ କଲଚରାଲ ଆଇଡେଣ୍ଟିଟି ପାଇଥାନ୍ତୁ ଆମ ଲାଙ୍ଗୁଏଜ୍ ଦ୍ୱାରା। ଦେଖ ଡିଫରେଣ୍ଟ ଆମେ ଯେଉଁ ଭାରତୀୟ କିମ୍ବା ଆମେ ଯେଉଁ ଓଡ଼ିଶାର ଗୋଟେ ଲାଙ୍ଗୁଏଜ୍ ଅଛି, ସେ ଲାଙ୍ଗୁଏଜକୁ ଯେତେବେଳେ ଆମେ ଆର୍ଟ ମାଧ୍ୟମରେ ଡିଫରେଣ୍ଟ ଟାଇପ୍ ଅଫ୍ ଦେଶ ବିଦେଶରେ ଯାଇକି ଆମେ ପାଠ କରୁଛନ୍ତି ତ ଆମର ଗୋଟେ ଆମ କଲଚରର ଗୋଟେ ଆଇଡେଣ୍ଟିଟି ବନୁଛି। ଯେତେବେଳେ ଆମେ ଓଡ଼ିଆ କଥାଟାକୁ ଓଡ଼ିଆ ଭାଷାରେ ଆମେ ଗୀତ ଗାଉଛନ୍ତି, ଓଡ଼ିଆ ଭାଷାରେ ଆମେ ଡ୍ୟାନ୍ସ ପରଫର୍ମ କରୁଛନ୍ତି କିମ୍ବା ଡ୍ରାମା କରୁଛନ୍ତି। ଏଇখানে ବି ରିସେଣ୍ଟଲି ଗୋଟେ ମୁଭି ଗଲା, କ'ଣ ଦମନ ଗୋଟେ ମୁଭି ଗଲା, ଓଡ଼ିଆ ଭାଷାରେ ହେଇଯାଇଥିଲା। ପୁରା ଡିଫରେଣ୍ଟ ଟାଇପ୍ ଅଫ୍ ଲୋକ ସବୁ ଗୋଟେ ଆର୍ଟର ସେଟା ଗୋଟେ ଏକ୍ଜାମ୍ପଲ୍, ଡିଫରେଣ୍ଟ ଟାଇପ୍ ଅଫ୍ ଲୋକ ଜାଣିଲେ ତ ଆମର ଗୋଟେ କଲଚରର ଗୋଟେ ଆଇଡେଣ୍ଟିଟି ଗୋଟେ ବନିଲା। ତ ସେଇଟା କିଏ ହେଉଛି ଫଷ୍ଟର କଲା, ସେଟା ହେଉଛି ଆର୍ଟ ଏଜୁକେସନ୍ ଫଷ୍ଟର କଲା। এটা ପ୍ରମୋଟ୍ସ ଲିଟରେସି ଇନ୍ ଆର୍ଟିଷ୍ଟିକ୍ ଲାଙ୍ଗୁଏଜ୍। ଯେଉଁ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଟ କଳା ଅଛି ସେ ସବୁ ପିଲାମାନଙ୍କ ଭିତରେ ବଢ଼େଇଥାଏ, ତା ଦେହରେ ଜ୍ଞାନ ସବୁ ଲୋକମାନେ ପିଲାମାନଙ୍କୁ ଦେଇଥାଏ। ଡେଭଲପ୍ ଲିଡରସିପ୍ ଇନ୍ ଆର୍ଟିଷ୍ଟ। ଏ ଆର୍ଟ ଏଜୁକେସନ୍ କ'ଣ କରିଥାଏ, ଯେତିକି ସବୁ ଆର୍ଟିଷ୍ଟ ମାନେ ରହିଲେ ତାଙ୍କ ଭିତରେ ଗୋଟେ ଲିଡରସିପ୍ କ୍ୱାଲିଟି ଗୋଟେ ମାନେ ହେଉଛି କ'ଣ ଡେଭଲପ୍ କରିଥାଏ। ଏମ୍ଫାସାଇଜିଂ ଦ ରୋଲ୍ ଅଫ୍ ଏ ରେସ୍ପନ୍ସିବଲ୍ ସିଟିଜେନ୍। ହେଲା, ଏ ଯେଉଁ ଲିଡର ଯେଉଁ ଆର୍ଟିଷ୍ଟ ମାନେ ରହିଲେ ସେମାନଙ୍କୁ ତାଙ୍କର ରେସ୍ପନ୍ସିବିଲିଟି ସିଟିଜେନ୍ ଯେହେତୁ ଭାରତୀୟମାନେ ସେମାନଙ୍କର କ'ଣ କ'ଣ ରେସ୍ପନ୍ସିବିଲିଟି ଅଛି ସେସବୁ ଆର୍ଟ ଏଜୁକେସନ୍ ମଧ୍ୟ ତାଙ୍କୁ ଶିଖାଇଥାଏ। ଇନ୍ସପାୟାରିଂ ଷ୍ଟୁଡେଣ୍ଟସ୍ ଟୁ ରିଚ୍ ଦେୟାର ଫୁଲେଷ୍ଟ କ୍ରିଏଟିଭ୍ ପଟେନ୍ସିଆଲ୍। ଯେଉଁ ପିଲାମାନେ ରହିଲେ ସ୍କୁଲରେ ସେମାନଙ୍କୁ ଇନ୍ସପାୟାର କରିଥାଏ, ତାଙ୍କୁ ଏନକରେଜମେଣ୍ଟ କରିଥାଏ ତାଙ୍କ ଭିତରେ ଯେଉଁ କଳା ଆଡ଼କୁ ରହିଛି ସେ ଆଡ଼କୁ ଯେମିତି ସେମାନେ ତାଙ୍କ ଭିତରେ ଯେଉଁ ପଟେନ୍ସିଆଲ୍ ଆଡ଼କୁ ରହିଛି ତାକୁ ଯେମିତି ଫୁଲି ସେମାନେ ଏକ୍ସପ୍ରେସ୍ କରିପାରିବେ। Importance of art education କ'ଣ? Art education promotes self-directed learning, improve attendance and enhances critical thinking. Art education self-directed learning. Art education ପିଲାମାନେ ନିଜେ ନିଜେ ପାଠ ପଢ଼ିଥାନ୍ତି। ଗୋଟେ ଚିତ୍ର ବନେଇବା ପାଇଁ ଖାଲି ସାର୍ ତାଙ୍କୁ କହିଦେବେ ଯେ ଏଇଠି ଏଇ କଲର୍ ଦେବୁ କି ଏଇଭଳିଆ ଗୋଟେ ଚିତ୍ର ବନେଇବୁ। କିନ୍ତୁ ସେ ଚିତ୍ରଟା କିଏ ବନେଇଥାଏ, ନିଜେ ବନେଇଥାଏ। ତ ସେଲ୍ଫ ଡାଇରେକ୍ଟେଡ୍ ଲର୍ଣ୍ଣିଂ ହେଉଛି ଆର୍ଟ ଏଜୁକେସନ୍ ପ୍ରମୋଟ୍ କରିଥାଏ। ତା ଛଡ଼ା ଯେତେବେଳେ ଆର୍ଟ ଏଜୁକେସନ୍ ସବୁ ସ୍କୁଲ ମାନଙ୍କର ହେବ ସେ ଛୁଆମାନଙ୍କର ଆଟେଣ୍ଡାନ୍ସ ବଢ଼ିବ ଆଉ ପିଲାମାନଙ୍କର କ୍ରିଟିକାଲ୍ ଥିଙ୍କିଂ ମଧ୍ୟ ବଢ଼ିବ, ଯାହାଦ୍ୱାରା ସେମାନେ ନୂଆ ନୂଆ କଥା ସବୁ ନୂଆ ନୂଆ ଥିଙ୍ଗ ସବୁ ଚିନ୍ତା କରିପାରିବେ। କ୍ରିଏଟିଭିଟି ଆଣ୍ଡ ଇନୋଭେସନ୍ ଫ୍ରମ୍ ଦି ଆର୍ଟସ୍ ଆର୍ ହାଇଲି ଭ୍ୟାଲ୍ୟୁଡ୍ ଇନ୍ ଦ ଗ୍ଲୋବାଲ୍ ଇକୋନୋମି। ଦେଖ ବିଭିନ୍ନ ପ୍ରକାର ଯେଉଁ କଳା ସବୁ ଇନଭେନ୍ସନ୍ ହେଉଛି, କ୍ରିଏଟିଭିଟି ସବୁ ହେଉଛି, ଦେଖ ଡିଫରେଣ୍ଟ ଟାଇପ୍ ଅଫ୍ ସବୁ ପେଣ୍ଟିଂ ବନା ହେଉଛି ଯେଉଁଗୁଡ଼ାକ ଆମ ଗ୍ଲୋବାଲ୍ ମାର୍କେଟରେ ବହୁତ ଟଙ୍କାର ସବୁ ବିକ୍ରି ହେଉଛି। ଏବେ ଦେଖିବ ତୁମର ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ଫିଲ୍ମ ଯେଉଁ ସବୁ ବନାଉଛି ସେ ମଧ୍ୟ ଆର୍ଟ ଏଜୁକେସନ୍ ଗୋଟେ ପାର୍ଟ, ଯେଉଁଟାକି ଗ୍ଲୋବାଲ୍ ଇକୋନୋମିକୁ ମଧ୍ୟ ଷ୍ଟ୍ରେନ୍ଥ କରୁଛି। Arts participation improves self-image, academic success like math, science and language arts. ହେଲା, ପିଲାମାନେ ଆର୍ଟ୍ସ ଏଜୁକେସନ୍ ଯେତେବେଳେ ପାର୍ଟିସିପେସନ୍ କରିବେ ବା ଆର୍ଟ୍ସ ଏଜୁକେସନ୍ଟା ଯେତେବେଳେ ସ୍କୁଲର ପାର୍ଟିସିପେଟ୍ କରିବ ସେତେବେଳେ ପିଲାମାନଙ୍କର ନିଜର ଗୋଟେ ଇମେଜ୍ ବନିବ। ଯେତେବେଳେ ସେମାନେ ଗୋଟେ ଭଲ ପେଣ୍ଟର ହେଇକି ବାହାରିବେ କିମ୍ବା ଭଲ ଡ୍ୟାନ୍ସ କରିପାରିବେ ତ ନିଜର ଗୋଟେ ଇମେଜ୍ ବନିବ, ସେଲ୍ଫ ଇମେଜ୍ ଇମ୍ପ୍ରୁଭ୍ ହେବ। ତା ଛଡ଼ା ସେମାନେ ଏକାଡେମିକ୍ ସବଜେକ୍ଟ ଯେଉଁ ରହିଲେ ମ୍ୟାଥ୍, ସାଇନ୍ସ, ଲାଙ୍ଗୁଏଜ୍ ଏସବୁ ମଧ୍ୟ ସକ୍ସେସଫୁଲ୍ ପାଇବେ। ତ 10 ways arts helps kid learn and grow। ହେଲା, କେତେ କେତେ କ୍ଷେତ୍ରରେ କେମିତି ଆର୍ଟ୍ସଟା ପିଲାମାନଙ୍କୁ କ'ଣ ହେଲ୍ପ କରିଥାଏ ସେଇଟା ଦେଖିବ। ପିଲାମାନଙ୍କର କ୍ରିଏଟିଭିଟି ବଢ଼େଇଥାଏ ଆର୍ଟ୍ସ ଏଜୁକେସନ୍। ଏକାଡେମିକ୍ ସ୍କିଲ୍ ମଧ୍ୟ ବେଟର୍ କରିଥାଏ, ମୋଟର ସ୍କିଲ୍ ଏନହାନ୍ସ କରିଥାଏ, କନଫିଡେନ୍ସ, ଭିଜୁଆଲ୍ ଲର୍ଣ୍ଣିଂ, ଡିସିସନ୍ ମେକିଂ, ପରସିଭେରାନ୍ସ, ଫୋକସ୍, କୋଲାବରେସନ୍, ଆକାଉଣ୍ଟେବିଲିଟି ଏସବୁ ବିଷୟରେ ମୁଁ ଏଠି ଡିସ୍କସନ୍ କରିଦେବା। ଫାର୍ଷ୍ଟ ପିଲାମାନଙ୍କର କ୍ରିଏଟିଭିଟି ଟିକେ ବଢ଼ିଥାଏ। କ'ଣ ନା ଆର୍ଟ୍ସ ଫଲୋଜ୍ ଫ୍ରି ଏକ୍ସପ୍ରେସନ୍ ଆଣ୍ଡ ଫୋଷ୍ଟର ଅରିଜିନାଲ୍ ଥିଙ୍କିଂ ୟୁଜଫୁଲ୍ ଟୁ ଫ୍ୟୁଚର୍ କ୍ୟାରିୟର୍ସ। ହେଲା, ତ କ'ଣ ହେଇଥାଏ ନା ଯେଉଁ ଆର୍ଟ ଏଜୁକେସନ୍ ଦ୍ୱାରା ପିଲାମାନଙ୍କ ଭିତରେ କିଛି କ୍ରିଏଟିଭିଟି ବଢ଼ିଥାଏ, ସେମାନେ ନିଜର ଏକ୍ସପ୍ରେସନ୍ ଆଡ଼କୁ ଫ୍ରିଲି ସମସ୍ତଙ୍କୁ ଦର୍ଶାଇ ପାରିଥାନ୍ତି। ତାଙ୍କର ଯେଉଁ ଥିଙ୍କିଂ ଆଡ଼କୁ ରହିଛି ସେ ମଧ୍ୟ ହେଉଛି
ସେ ବଢ଼ି ପାରିଥାନ୍ତି ହେଲା, ଯାହାକି ତାଙ୍କ ଫ୍ୟୁଚର କ୍ୟାରିୟରରେ ବହୁତ ହେଲ୍ପଫୁଲ୍ ହେଇଥାଏ। ଇମ୍ପ୍ରୁଭ୍ ଏକାଡେମିକ୍ ପରଫର୍ମାନ୍ସ ରେଗୁଲାର ଆର୍ଟ ପାର୍ଟିସିପେସନ୍ ଲିଡ୍ସ ଟୁ ବେଟର ଆଚିଭମେଣ୍ଟ ଆଣ୍ଡ ରେକଗ୍ନାଇଜେସନ୍ ଇନ୍ ଏକାଡେମିକ୍ସ। ଯଦି ଗୋଟେ ଛୁଆଟା ଆର୍ଟ୍ସ ଏଜୁକେସନରେ ରେଗୁଲାରଲି ପାର୍ଟିସିପେଟ୍ କଲା, ଯଦି ସେ ସବୁବେଳେ ପାଇଁ ଡ୍ରଇଂ କଲା କିମ୍ବା ମ୍ୟୁଜିକ୍ ଗାଇଲା, ତାହେଲେ ତାର ଗୋଟେ ଇଣ୍ଟରେଷ୍ଟ ପଡ଼ିବ। ଯେହେତୁ ସେ ସ୍କୁଲ ଆସିଲେ ସେ ଭଲ ପାଠ ପଢ଼ିଲେ, ଆଉ ତାର ଯେଉଁ ଏକାଡେମିକ୍ ସବଜେକ୍ଟ ଆଡ଼କୁ ରହିଛି ତା ଦେହରେ ମଧ୍ୟ ସେ ବହୁତ ଭଲ ବେଟର ଆଚିଭମେଣ୍ଟ କରିପାରିବ। ତାପରେ ମୋଟର ସ୍କିଲ୍ସ activities like painting and instrument playing develop fine motor skills in young children। ଯେଉଁ ପିଲାମାନେ ଭଲ ପେଣ୍ଟିଂ କରୁଥିବେ କିମ୍ବା ଇନଷ୍ଟ୍ରୁମେଣ୍ଟ ଗୁଡ଼ାକ ବଜାଇ ପାରୁଥିବେ ତାଙ୍କ ଭିତରେ ମୋଟର ସ୍କିଲ୍ ଗୁଡ଼ାକ ଡେଭଲପ୍ ହେଇଥାଏ। ମୋଟର ସ୍କିଲ୍ କ'ଣ? ଯେଉଁଭଳିଆ ଗୋଟେ କ୍ୟାଚ୍ ଧରିବା କିମ୍ବା ଗୋଟେ ବଲ୍ଟାକୁ ଥ୍ରୋ କରିବା ହେଲା, ହାତ ହାତ ଯେଉଁ ଫିଙ୍ଗରର ଯେଉଁ ରାଇଟିଂ ଆଡ଼କୁ ରହିଛି ହେଲା, ସେ ରାଇଟିଂ ଆଡ଼କୁ ଯେମିତି ଭଲ କରିପାରିବା, ତ ଏଇଭଳିଆ ମୋଟର ସ୍କିଲ୍ ସବୁ ପିଲାମାନଙ୍କ ଭିତରେ ସବୁ ବଢ଼ିଥାଏ। ତାପରେ କନଫିଡେନ୍ସ କନଫିଡେନ୍ସ କ'ଣ ନା ପ୍ରମୋଟିଂ arts booster confidence by encouraging students to step outside their comfort zone। ଯେତେବେଳେ ଗୋଟେ ଛୁଆଟେ ଯେତେବେଳେ ଗୋଟେ ଡ୍ୟାନ୍ସ ପରଫର୍ମ କରୁଛି କିମ୍ବା ଗୋଟେ ଲୋକମାନଙ୍କ ଆଗରେ ଗୋଟେ ମ୍ୟୁଜିକ୍ ଗାଉଛି, ତ ତାର ଗୋଟେ କନଫିଡେନ୍ସ ବୁଷ୍ଟ ହେଉଛି, ଯାହାଦ୍ୱାରା ସେ ତାର କମ୍ଫର୍ଟ ଜୋନ୍ରୁ ବାହାରକୁ ଆସିକି ସେ ହେଉଛି ପରଫର୍ମ କରିପାରୁଛି। ତାପରେ ଭିଜୁଆଲ୍ ଲର୍ଣ୍ଣିଂ ଡ୍ରଇଂ ଆଣ୍ଡ ସ୍କଲ୍ପଚରିଂ ଡେଭଲପ୍ ଦ ଏବିଲିଟି ଟୁ ଇଣ୍ଟରପ୍ରେଟ୍ ଆଣ୍ଡ ୟୁଜ୍ ଭିଜୁଆଲ୍ ଇନଫର୍ମେସନ୍ ଇଫେକ୍ଟିଭଲି। ଯେତେବେଳେ ଯେଉଁ ଛୁଆଟା ଡ୍ରଇଂ କରୁଛି କିମ୍ବା ସ୍କଲ୍ପଚର ଗୋଟେ ବନଉଛି, ତା ଦ୍ୱାରା ତା ଭିତରେ ଗୋଟେ ଏବିଲିଟି ଗୋଟେ ଡେଭଲପ୍ ହେଉଛି, ତା ଦ୍ୱାରା ଗୋଟେ ଦକ୍ଷତା ଡେଭଲପ୍ ହେଉଛି। ସେ ଯେତେବେଳେ ଆଉ ଗୋଟେ ଜିନିଷକୁ ଦେଖୁଛି, ସେ ସେଥିରୁ ଭିଜୁଆଲ୍ ଲର୍ଣ୍ଣିଂ କରୁଛି, ସେ ଜିନିଷ ଭିତରୁ ଗୋଟେ ଡ୍ରଇଂକୁ ଦେଖିକି ତା ଭିତରୁ ସେ ନିଜେ ଗୋଟେ ଆଇଡ଼ିଆ ଗୋଟେ ଡେଭଲପ୍ କରୁଛି। ତ ଡିସିସନ୍ ମେକିଂ ମଧ୍ୟ କରିଥାଏ। ଆର୍ଟ ଷ୍ଟ୍ରେନ୍ଥେନ୍ ପ୍ରୋବ୍ଲେମ୍ ସଲଭିଂ ଆଣ୍ଡ କ୍ରିଟିକାଲ୍ ଥିଙ୍କିଂ ଏବିଲିଟି। ଆର୍ଟ ଦ୍ୱାରା ପିଲାମାନେ ପ୍ରୋବ୍ଲେମ୍ ସଲଭିଂ କରିପାରିଥାନ୍ତି, ନିଜ ନିଜ ମନ ଭିତରେ ନୂଆ ନୂଆ ଥିଙ୍କିଂ ସବୁ ଆଣିଥାନ୍ତି। Focus art activities requires to improve and improve focus essential for academic and professional success। ଯେଉଁମାନେ ଡ୍ରଇଂ କରୁଥିବେ କିମ୍ବା ହେଉଛି ପେଣ୍ଟିଂ କରୁଥିବେ, ସେ କ'ଣ ପୁରା ଫୋକସ୍ କରିଥାନ୍ତି, ଗୋଟିଏ ପାଠକୁ ହିଁ ଫୋକସ୍ କରିକି ସବୁ କରିଥାନ୍ତି। ତ ତାହାଦ୍ୱାରା ସେମାନଙ୍କର ଏକାଡେମିକ୍ ଆଉ ପ୍ରଫେସନାଲ୍ ଲାଇଫ୍ର ମଧ୍ୟ ସେମାନେ ସକ୍ସେସ୍ ପାଇଥାନ୍ତି। କୋଲାବରେସନ୍ ଆର୍ଟ ଗ୍ରୁପ୍ ଆର୍ଟ୍ସ ପ୍ରୋଜେକ୍ଟ ଲାଇକ୍ ଟିଚ୍ ଟିମ୍ ୱାର୍କ ରେସ୍ପନ୍ସିବିଲିଟି ଆଣ୍ଡ କମ୍ପ୍ରୋମାଇଜ୍। ଯେତେବେଳେ ଗୋଟେ ସବୁ ଛୁଆମାନେ ମିଶିକି ଗୋଟେ ଡ୍ୟାନ୍ସ ପ୍ରୋଗ୍ରାମ୍ କରୁଛନ୍ତି କିମ୍ବା ଯେତେବେଳେ ସବୁ ଛୁଆମାନେ ମିଶିକି ଗୋଟେ ହେଉଛି ଗୀତ ଗାଉଛନ୍ତି, ତ ସେଠି ହେଉଛି କ'ଣ ଗ୍ରୁପ୍ ପ୍ରୋଜେକ୍ଟ ସବୁ କଲେ, ସେତେବେଳେ ପିଲାମାନଙ୍କୁ ସବୁ ଟିମ୍ ୱାର୍କ ରେସ୍ପନ୍ସିବିଲିଟି ଆଉ କମ୍ପ୍ରୋମାଇଜ୍ ବିଷୟରେ ସବୁ ହେଉଛି କ'ଣ ନୂଆ ନୂଆ ସବୁ ଗୁଣ ସବୁ ପିଲାମାନଙ୍କୁ ଶିଖାଯାଇଥାଏ। ତାପରେ ଏକାଉଣ୍ଟେବିଲିଟି ରେସ୍ପନ୍ସିବିଲିଟି ଷ୍ଟୁଡେଣ୍ଟସ୍ ଲର୍ନ ରେସ୍ପନ୍ସିବିଲିଟି ଫ୍ରମ୍ ଦେୟାର କଣ୍ଟ୍ରିବ୍ୟୁସନ୍ ଆଣ୍ଡ ଆକ୍ସେପ୍ଟ ମିଷ୍ଟେକ୍ସ ଏଜ୍ ଏ ଗ୍ରୋଥ୍ ଅପରଚ୍ୟୁନିଟି। ଯେତେବେଳେ ସମସ୍ତେ ହେଉଛି ଗୋଟେ ଟିମ୍ରେ ଯେତେବେଳେ ପାର୍ଟନର୍ କରିବେ, ତ ପିଲାମାନେ ନିଜର ରେସ୍ପନ୍ସିବିଲିଟି ବୁଝିପାରିବେ, ଆଉ ଯଦି ତାଙ୍କର କିଛି ଭୁଲ ହେଲା ତାହେଲେ ସେ ସେଇ ମିଷ୍ଟେକ୍ରୁ ମଧ୍ୟ ଆକ୍ସେପ୍ଟ କରିକି ନିଜର ରେସ୍ପନ୍ସିବିଲିଟି ନେବେ। ଏଇ ଥିଲା ତୁମର ପୁରା ୟୁନିଟ୍ 1। ଜାଣିଛି ଟିକେ ବହୁତ ଲେନ୍ଥି ହେଇଥିବ ଟିକେ, କାହିଁକିନା ଡିପ୍ଲି ମୁଁ ଏଇଟା ବୁଝିଛି ଟିକେ। ତ ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ। ଯଦି ଭିଡ଼ିଓଟା ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।